କୁହାହବ। ଯିଏ 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 ଯାଇଥିଲେ ଆମ ସହିତ 15 ଜଣ ପାଖାପାଖି ଡିଭୋଟି, ଆଜି ଆଜି 4 ଜଣ ଘଣ୍ଟେ ଭିତରେ ଆଜି ତାଙ୍କର ଏକ୍ସପିରିଏନ୍ସ ସେୟାର କରିବେ। ତ ସିଟ୍ ବି ଆଜି ସେୟାର କରିଦିଆ ହେଇଥିଲା ଗ୍ରୁପରେ, ତ ସେଇ ଅନୁସାରେ ସମସ୍ତେ ନିଜ ନିଜର ମାୟାପୁର ଯାତ୍ରା ଏକ୍ସପିରିଏନ୍ସ ସେୟାର କରିବେ। ତ କୀର୍ତ୍ତନ ଟିକେ କରିହବ ନା? ତମେ ଯାହା କରିବ ମୁଁ କଣ କହିବି, ଯାହା କର। ତ ଷ୍ଟାର୍ଟ କରିବା ଆଗରୁ ଟିକେ କୀର୍ତ୍ତନ କରିଦବା ତ। ନମୋ ବିଷ୍ଣୁପାଦାୟ कृष्णपृष्ठाय भूतले श्रीमते भक्ति वेदांत स्वामी नीति नामिने नमस्ते सरस्वते देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे श्रीकृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्तवृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे कृष्णा कृष्ण कृष्ण हरे हरे, हरे राम 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 हरे हरे। जय जय गुरुदेव जय जय प्रभुपाद निताय गौर हरि बोल। अ, ହରେ କୃଷ୍ଣ ଷ୍ଟାର୍ଟ କରିବୁ? ଆଜ୍ଞା ପ୍ରଭୁଜୀ କହିବେ ଆପଣ ଟିକେ ମାୟାପୁର ଆପଣଙ୍କ କଣ ଅନୁଭୂତି ରହିଲା, ଆଉ ଦେଖନ୍ତୁ 15 ମିନିଟ୍ ଭିତରେ। ଆଜ୍ଞା। पंचाकल्पतरुश्य कृष्ण ଏମିତି ତ ମୋର କିଛି ଯୋଗ୍ୟତା ନାହିଁ ମାଇପୁର ବିଷୟରେ କିଛି ବି କହିବାର, ପୁଣି ଫିର ବି ମୁଁ ପ୍ରୟାସ କରିବି ଯାହା ମୋର ଏକ୍ସପିରିଏନ୍ସ ରହିଲା ମାଇପୁର ଯାତ୍ରା ସମୟରେ ତାହା ଶୁଣିବାକୁ ଚେଷ୍ଟା କରିବି। ଆମର ମାଇପୁର ଯାତ୍ରା ଷ୍ଟାର୍ଟ ହେଇଥିଲା 13 ତାରିଖ ରାତ୍ରିରୁ ରାତ୍ରିରୁ ଆମର ପ୍ରଥମେ ତ ଆମର ଟ୍ରେନ୍ ଟିକେଟ୍ କନଫର୍ମ ହେଇଥିଲା। ଏଣ୍ଡ ଟୁ ଏଣ୍ଡ ମୋମେଣ୍ଟରେ ଆମର ସେଇ 13 ତାରିଖରେ ସନ୍ଧ୍ୟାରେ ହିଁ ଆମର ଟ୍ରେନ୍ ଟିକେଟ୍ କନଫର୍ମ ହେଇଥିଲା। ତ ଆମେ 3 ଜଣ ଡିଭୋଟି ଏଠାରୁ ରାଉରକେଲାରୁ ଯାଇଥିଲୁ, ବାକି ସବୁ ସମସ୍ତେ ପ୍ରଭୁ ଯେ ସେ ଭୁବନେଶ୍ୱର ଠାରୁ ଆସିଥିଲେ। ଚୁଡଙ୍ଗ ପ୍ରଭୁ ଈଶ୍ୱର ପ୍ରଭୁ ଆଉ ମୁଁ ଏଠାରୁ ମାନେ ରାଉରକେଲାରୁ କୋଲକାତାକୁ ଗଲୁ ପ୍ରଥମେ। ତ ପ୍ରଥମ ପହଞ୍ଚିବାଟା ଆମର ତ ଲେଟ୍ ହେଇଯାଇଥିଲା।
ସକାଳ 5 ବଜେ ପହଞ୍ଚିବାର ଥିଲା, କିନ୍ତୁ ଆମର ଟ୍ରେନ ପହଞ୍ଚୁ ପହଞ୍ଚୁ 11ଟା ହେଇଗଲା। ଏବଂ ସେ ମାୟାପୁରକୁ ପହଞ୍ଚୁ ପହଞ୍ଚୁ ଆମର ଟାଇମ ହେଇଥିଲା ଏଇଟା ଦୁଇଟା ସେମିତି ହେଇଥିଲା। ତମେ ନବଦ୍ୱୀପରେ କେତେ ଦ୍ୱୀପ ଅଛି ତାହା ଜାଣି ନେବ। ନବଦ୍ୱୀପରେ ଅନନ୍ତ ଦ୍ୱୀପ, ସୀମନ୍ତ ଦ୍ୱୀପ, ଗୁଡରୁମ ଦ୍ୱୀପ, ମଧ୍ୟ ଦ୍ୱୀପ, ଅ, ପୋଲ ଦ୍ୱୀପ, ରୁତି ଦ୍ୱୀପ, ଜହ୍ନବା ଦ୍ୱୀପ, ରୁଦ୍ର ଦ୍ୱୀପ। ଆଉ ଆଉ ଗୋଟେ ଦ୍ୱୀପର ନାଁଟା ତ ମନେ ପଡୁନି। ଏମିତି କରି 9ଟା ଦ୍ୱୀପ ଅଛି ଏମିତି, ଯାହାକୁ ଜଲଙ୍ଗି ନଦୀ ଆଉ ଗଙ୍ଗା ନଦୀ ମାନେ କଭର କରି କରି ଆସନ୍ତି ବର୍ଷକୁ। ପ୍ରଥମ ଦିନରେ ପହଞ୍ଚିଲା ପରେ ସେଠାରେ ପ୍ରଥମେ ପ୍ରସାଦ ଗ୍ରହଣ କଲୁ, ଏବଂ ତାପରେ ସେ ଟିଭିଓପି ର ମାନେ ଏଠାରେ ସବୁଠୁ ବଡ ମନ୍ଦିର ଅଛି ଟେମ୍ପଲ ଅଫ ବୈଦିକ ପ୍ଲାନେଟୋରିୟମ ବାହାରେ, ସେଠିକି କିଛି ସମୟ ଚାଣ୍ଟିଂ କଲୁ। ଆଉ ଚାଣ୍ଟିଂ କଲୁ ଆଉ ତାପରେ ବିଲମଙ୍ଗଲ ପ୍ରଭୁ ଏବଂ ମୁରାରୀ ପ୍ରଭୁ ସେଠାରେ କହିଲେ କି ଏବେ ତ ସମୟ ହେଇଯିବ, ଲେଟ୍ ହେଇଯିବ, ତ ଏଠାରେ ଦର୍ଶନ କରିକି ତାପରେ ରୁମ ଯିବା କହିଲେ। ଆଉ ସେ ସମୟରେ ଇଷ୍ଟଦେବ ପ୍ରଭୁଙ୍କ ସହିତ କଥା ହେଲେ, ଏବଂ ପ୍ରଥମେ ଆମେ ଟିଭି ଅପେକ୍ଷା ଦର୍ଶନ କରିବାକୁ ବାହାରିଲୁ ସେଇ ସମୟରେ। ଟିଭି ଉପରେ ସେ ଇଷ୍ଟଦେବ ପ୍ରଭୁ ସବୁ ଏକ୍ସପ୍ଲେନ କରିଲେ କିପରି ଯାହା ଷ୍ଟାର୍ଟ ହେଇଥିଲା କି, ଏବଂ ଉଁ, କେତେ ସମୟ ଲାଗିଲା, କେତେ ଟଙ୍କା ଖର୍ଚ୍ଚ ହେଲା, ଏବଂ କେତେ କେତେ ଏଇ ବାହାରେ ଜିନିଷ ଆସି ଏଠାରେ ତିଆରି ହେଲା, ସେଇଟା ସବୁ ଏକ୍ସପ୍ଲେନ କରିଲେ। ଏବଂ ସେ ସବୁ ଏକ୍ସପ୍ଲେନ କଲେ, ସେ ସବୁ ପୁରା ଟିଓପି ପୁରା ତଳ ଠାରୁ ଉପରେ ଦର୍ଶନ କରିବା ପରେ ଆମେ ରୁମକୁ ଫେରିଲୁ। ତାର ରୁମ ଫେରିଲା ପରେ ଆମେ ଫ୍ରେଶ ହେଇକି ପୁଣି କୀର୍ତ୍ତନ ହେବା ପାଇଁ ସନ୍ଧ୍ୟାରେ ବାହାରିଲୁ ପ୍ରଥମ ଦିନ। ତାପରେ ତ ମୋର ତ ହେଟା ଗୁରୁ ମହାରାଜ କୋଉ ମାନେ ମାୟାପୁରରେ ଏଇଟା ଫାଷ୍ଟ ଟାଇମ ଥିଲା, ଏବଂ ଗୁରୁ ମହାରାଜଙ୍କ ଦେଖା କରିବାର ମଧ୍ୟ ଏଇଟା ଫାଷ୍ଟ ଟାଇମ ଥିଲା। ସେଠାରେ ଫାଷ୍ଟ ଟାଇମ ମୁଁ ଗୁରୁ ମହାରାଜକୁ କୀର୍ତ୍ତନ ବେଳାରେ ଫାଷ୍ଟ ଥର ଦେଖିଲି ମହାରାଜ। ଏଠି ସାରେ ଥକାତ ମାନେ ଥକାତ ବହୁତ ଲାଗୁଥିଲା ସେଇ ସମୟରେ, କିନ୍ତୁ ଗୁରୁ ମହାରାଜ ଯେତେବେଳେ କୀର୍ତ୍ତନ ଶୁଣିଲେ ସେତେବେଳେ ଗୋଟେ ଅଲଗା ପ୍ରକାର ଭିତରୁ ଗୋଟେ ଆନନ୍ଦ ଟା ଲାଗିଲା, ଏବଂ ସେଥିରେ ଆମେ ବହୁତ ମାତ୍ରାରେ ନୃତ୍ୟ କଲୁ। ତାପରେ ପ୍ରସାଦ ପାଇ ଦ୍ୱିତୀୟ ଦିନରେ ଆମେ ମଙ୍ଗଳାରତି ପାଇଁ ପୁଣି ବାହାରିଲୁ। ମଙ୍ଗଳାରତି ଏଇ ମଙ୍ଗଳାରତି ବାହାରିବା ପାଇଁ ମୁଁ ସେମିତି ତ ଏଥିରେ ମାନେ ଘରେ ରହିଲେ କି କଲେଜ ଗଲା ସମୟରେ କେବେ ଏମିତି ସକାଳୁ ଜଲଦି ଉଠେନି, କିନ୍ତୁ ସେ ମଙ୍ଗଳାରତି ଆଟେଣ୍ଡ କରିବା ପାଇଁ ଗୋଟେ ଅଲଗା ପ୍ରକାରର ଗୋଟେ ଭିତରୁ ଗୋଟେ ଇଚ୍ଛା ଥିଲା। ସେଥିପାଇଁ ମୁଁ ପ୍ରଥମ ଥର ପାଇଁ ଅଢେଇଟା ପାଖାପାଖି ସକାଳ ସେତେବେଳେ ଉଠିଥିଲି। ପ୍ରଥମ ଥର ପାଇଁ ମାୟାପୁରରେ ସେ ମଙ୍ଗଳାରତି ବି ଏଇଟା ମୋର ଫାଷ୍ଟ ଟାଇମ ଦର୍ଶନ ଥିଲା ସକାଳ। ଫାଷ୍ଟ ଟାଇମ ମାୟାପୁରରେ ହିଁ ମଙ୍ଗଳାରତି ଦର୍ଶନ କରିଥିଲି, ସେଟା ବି ରାଧାମାଧବଙ୍କ ପାଖରେ ଫାଷ୍ଟ ପୁରା ପାଖରେ ଦର୍ଶନ କରିଥିଲି। ସେଇଟା ଅନୁଭୂତିଟା ତ ସେଇ ସମୟର ଅନୁଭୂତିଟା ଅଲଗା, ସେଇଟା ମାନେ ଶବ୍ଦରେ ବୟାନ କରି ହବନି ସେଇ ଅନୁଭୂତିଟା। ତାପରେ ରଥମାନଙ୍କ ଆରତି ପରେ ନୃସିଂହ ଆରତି ଦେଖ, ଏବଂ ତାପରେ ଗୁରୁ ମହାରାଜଙ୍କ ଜପ ସେସନ ସେଠାରେ ଆଟେଣ୍ଡ କଲୁ। ତାଙ୍କ ସମ୍ମୁଖରେ ଯୋଉ ନୃସିଂହ ତାଙ୍କ ଯୋଉ ସାଇଡ ୱାଲ ଯୋଉଠାରେ ଅଛି ସେଇଠାରେ ହିଁ ଗୁରୁ ମହାରାଜ ବସିକି ଚାଣ୍ଟିଂ କରୁଥିଲେ, ସେଇଠାରେ ହିଁ ଦ୍ୱିତୀୟ ଦିନ ଚାଣ୍ଟିଂ କଲୁ। ଆଉ ଚାଣ୍ଟିଂ କରି ସାରିଲା ପରେ ତାପରେ ଆମେ ଚାଣ୍ଟିଂ କରି ସାରିଲା ପରେ ଆମେ ପୁଣି ହାଲକା ପ୍ରସାଦ ପାଇ ପ୍ରସାଦ ପାଇ ଆଉ ପ୍ରସାଦ ପାଇଲୁ, ଏବଂ ତାପରେ ଆମେ ପୁଣି ଏଇ ମାନେ ଚୈତନ୍ୟ ମହାପ୍ରଭୁଙ୍କ ବର୍ଥ ପ୍ଲେସ ମହାପ୍ରଭୁଙ୍କ ବର୍ଥ ପ୍ଲେସ ଯିବା ପାଇଁ ବାହାରିଲୁ, ଯୋଉଠାରେ ତାଙ୍କର ବାଲ୍ୟ ମାନେ ତା ପ୍ରାକଟ୍ୟ ଯୋଉ ଠାରେ ହେଇଥିଲା। ସେ ନିମ ଗଛ ଥିଲା ସେଇଟା ଉପରେ ପ୍ରଥମେ ଦର୍ଶନ କଲୁ। ତାପରେ ଉଁ ତାପରେ ମୁରାରୀ ଗୁପ୍ତାଙ୍କର ଯୋଉ ସେଟାକୁ ଦର୍ଶନ କଲୁ। ମୁରାରୀ ଗୁପ୍ତା ମାନେ ତ୍ରେତେୟା ଯୁଗରେ ସେ ମାନେ ହନୁମାନଙ୍କ ରୂପରେ ଥିଲେ, ଏବଂ କଲି ଯୁଗରେ ସେ ମହାପ୍ରଭୁଙ୍କ ଲୀଳାରେ ସେ
ମୂଳଗୀତା ଭାବେ ଆସିଥିଲେ। ଉଁ, ତାପରେ ସେଠାରେ ଦର୍ଶନ କରି ସାରିଲା ପରେ ଆମେ ଗଲୁ ଅଦ୍ୱୈତ ଆଚାର୍ଯ୍ୟଙ୍କ ଇଏ ମାନେ ତାହେଲେ ଯୋଉଠିକି ସେ ଅଦ୍ୱୈତ ଆଚାର୍ଯ୍ୟ ଯେଠିକି ସେ ମହାପ୍ରଭୁଙ୍କୁ ଉପାସନା କରିଥିଲେ। ଏବଂ ତାପରେ ଗଲୁ ଆମେ ଉଁ, ତାପରେ ବୋଧେ ଗଲୁ ଆମେ ମସିବାଡି ଯୋଉଠି ଭକ୍ତି ସିନ୍ଧୁ ସରସ୍ୱତୀ ଠାକୁରଙ୍କ ସମାଧି ଅଛି ଏବଂ ଗୋରଖ ବାବାଜୀ ମହାରାଜଙ୍କ ସମାଧି ଅଛି। ସେଠାରେ ଗୋରକେଶ ଦାସ ବାବାଜୀ ମହାରାଜ ମାୟାପୁରକୁ ଛାଡି ନଥିଲେ ତାଙ୍କର ଅନ୍ତ ସମୟ ପର୍ଯ୍ୟନ୍ତ। ତେଣୁ ସେ ତାଙ୍କର ଭଜନ ବୋଲରେ ସେଠାରେ ହିଁ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଏବଂ ଗିରିଗିରି ଗୋବର୍ଦ୍ଧନକୁ ସେଠାରେ ପ୍ରକଟ କରିଥିଲେ ତାଙ୍କର ଭଜନ ସାଧନା ବୋଲରେ ମାୟାପୁରରେ ହିଁ। ଏବଂ ସେ ଗୋଟେ ସ୍ଥାନରେ ସେଇ ସ୍ଥାନରେ ଭକ୍ତି ସିଂହ ସରସ୍ୱତୀ ଠାକୁର ରୂପାନ୍ତଙ୍କର ତାଙ୍କର ସେବିତ ବିଗ୍ରହ ସେଠାରେ ଅଛନ୍ତି। ଆଉ ସେ ଚାରି ବୈଷ୍ଣବ ସମ୍ପ୍ରଦାୟର ଆଚାର୍ଯ୍ୟଙ୍କର ବିଗ୍ରହ ବି ସେଠାରେ ଅଛନ୍ତି। ତାପରେ ଆମେ ଗଲୁ ଅ, ତାପରେ ତାପରେ ଗଲୁ ରାୟପୁର। ରାୟ- ରାୟପୁର। ତାପରେ ଆମେ ଗଲୁ ରାୟପୁରକୁ। ଜଗନ୍ନାଥ ବଳଦେବ ସୁଭଦ୍ରା ମାଙ୍କୁ ସେଠାରେ ଦର୍ଶନ କଲୁ ଏବଂ ଜଗନ୍ନାଥ ବଳଦେବ ସୁଭଦ୍ରା ମାଙ୍କୁ ସେଠାରେ ଦର୍ଶନ କଲୁ। ଆଉ ସେଠାରେ ସିମ୍ ମାନେ ସେଠାରେ ମାନେ ଶିବ ଅ, ମାତା ପାର୍ବତୀଙ୍କୁ ତାଙ୍କର ମାନେ କିପରି ସେ ମାନେ ଚୈତନ୍ୟ ମହାପ୍ରଭୁକୁ ମନେ ପକାଇ ତାଙ୍କର ଆନନ୍ଦରେ ଥିଲେ ସେଇଟା ମାତା ପାର୍ବତୀ ଯେ ସମୟରେ ଶିବଙ୍କୁ ବଜା ଦେଇଥିଲେ ସେଇ ସମୟରେ ଶିବ ଭଗବାନ ଶିବ ତାଙ୍କୁ ଉଁ, ପାର୍ବତୀଙ୍କୁ ମହାପ୍ରଭୁଙ୍କର ଆରାଧନା କରିବା ପାଇଁ ଇଏ ମାନେ ମନେଇଥିଲେ। ସେ ସମୟରେ ସେ ପାର୍ବତୀ ଦେବୀ ମହାପ୍ରଭୁଙ୍କୁ ମାନେ ଧ୍ୟାନ କରିଥିଲେ ସେ ସମୟରେ ଏବଂ ସେ ମହାପ୍ରଭୁ ପ୍ରକଟ ହୋଇ ତାଙ୍କର ପ୍ରସନ୍ନ ହୋଇ ସେଇ ସ୍ଥାନର ନାମ ସିଂ ଦ୍ୱୀପରେ ରଖିଦେଇଥିଲେ। ତାପରେ ସେଠାରୁ ବାହାରି ଅ, ଚାନ୍ଦ କାଜୀଙ୍କର ସମାଧି ଅଛି ନା ଚାନ୍ଦ କାଜୀ ଯିଏକି ମୁସଲିମ ଶାସକ ଥିଲେ କିନ୍ତୁ ମୁସଲିମ ଶାସକ ଥିଲେ କିନ୍ତୁ ସେ ମଧ୍ୟ ମହାପ୍ରଭୁଙ୍କ ଗୋଟେ ଭକ୍ତ ଥିଲେ। ସେ ମହାପ୍ରଭୁଙ୍କ ଭକ୍ତ ଥିଲେ ଏବଂ ତାଙ୍କୁ ମହାପ୍ରଭୁ ଉଦ୍ଧାର କରିଥିଲେ। ତାପରେ ଆମେ ଗଲୁ ଶ୍ରୀବାସ ସଙ୍ଗମ ଯୋଉଠିକି କି ପ୍ରଥମ ଥର ପାଇଁ କୀର୍ତ୍ତନ ମହାପ୍ରଭୁ କୀର୍ତ୍ତନ ଆରମ୍ଭ କରିଥିଲେ ସେ ସ୍ଥାନରୁ କୀର୍ତ୍ତନରୁ ମାନେ ସେଣ୍ଟର କହିପାରିବା ସେଟା ପ୍ରଥମ ସେଣ୍ଟର ଯୋଉଠାରେ କି ମହାପ୍ରଭୁ ତାଙ୍କର କୀର୍ତ୍ତନ ଲୀଳା ଆରମ୍ଭ କଲେ। ସେଥିରେ ପ୍ରଥମେ ତ କେବଳ ଶୁଦ୍ଧ ବୈଷ୍ଣବ ମାନଙ୍କୁ ହିଁ ମାନେ ଏଣ୍ଟ୍ରି ଥିଲା ସେଇ ସ୍ଥାନରେ ଆଉ ସାଧାରଣ ଜନସାଧାରଣ ପାଇଁ ସେଟା ନଥିଲା। ତାପରେ ଶିବାଚାର୍ଯ୍ୟ ଏ ସମୟରେ କହିଲେ କି ତୁମେ ତ ମାନେ ଜଗତରେ ସମସ୍ତଙ୍କ ସବୁ ଜୀବ ଉଦ୍ଧାର ପାଇଁ ଆସିଛ ଆଉ ସେଥିପାଇଁ କେବଳ ଖାଲି ଶୁଦ୍ଧ ବୈଷ୍ଣବ ମାନଙ୍କୁ ଉଦ୍ଧାର କରି ସେଇ ସମୟରେ ମହାପ୍ରଭୁ ସମସ୍ତଙ୍କ ପାଇଁ ସେ ହରିନାମ ସଂକୀର୍ତ୍ତନକୁ ସମସ୍ତଙ୍କ ପାଇଁ କରିଦେଇଥିଲେ। ତାପରେ ଆମେ ପୁଣି ରିଟର୍ଣ ହେଲୁ ଇଏକୁ ମନ୍ଦିରକୁ। ସେଠାରେ ଗୁରୁ ମହାରାଜଙ୍କ ଦୀକ୍ଷା ସେସନ ଚାଲୁଥିଲା ସେଠାରେ ସେ ସମୟରେ ଦୀକ୍ଷା ସେସନ ସମୟରେ ସେଇ ସମୟରେ ଆମେ ଗୋଶାଲା ବି ଭ୍ରମଣ କରିକି ଆସିଲୁ। ମାୟାପୁରର ଗୋଶାଲା ଗୁଡାକ ସେଠାରେ ବିଭିନ୍ନ ପ୍ରକାରର ଗାଈ ଏବଂ ଷଣ୍ଢ ମାନ ଥିଲେ। ଷଣ୍ଢ ମାନଙ୍କୁ ପଦଯାତ୍ରାରେ ମାନେ ପଦଯାତ୍ରା ପାଇଁ ପ୍ରିପେୟାର କରାଯାଉଥିଲା ସେଠାରେ ଷଣ୍ଢ ମାନଙ୍କୁ। ଏବଂ ତାପରେ ଗୁରୁ ମହାରାଜଙ୍କ ପାଇଁ ପଦାଶ୍ରୟ ପାଇଁ ଆସିଥିଲେ। ପଦାଶ୍ରୟ ପାଇଁ ବିଭିନ୍ନ ଡିଭୋଟି ସହିତ ମୋର ମଧ୍ୟ ପଦାସା ଛୁଟି ହେଇଥିଲା ଏବଂ ଗୁରୁ ମହାରାଜଙ୍କ ପାଇଁ ଗୋଟେ ପେଣ୍ଟିଂ ଟା ଆଣିଥିଲି ତିଆରି କରିକିରି କିନ୍ତୁ ସେଇଟା ପ୍ରଥମେ ପାଇଁ ଯେତେବେଳେ ପଦାଶ୍ରୟ ପରେ ସମସ୍ତେ ଯେତେବେଳେ ମୁଣ୍ଡିଆ ମାରିଲେ ସେ ସମୟରେ ମୋ ହାତରେ ସେଇଟା ପଡିଯାଇଥିଲା।
କିଛି ସମୟ ପର୍ଯ୍ୟନ୍ତ ସେଟା ମିଳି ବି ନଥିଲା, କିନ୍ତୁ ବିଲମ୍ବ ପ୍ରଭୁ ସେଟାକୁ ପାଇଥିଲେ ଏବଂ ପୁରୀ ମହାରାଜଙ୍କ ପାଖକୁ ଗଲେ ଏବଂ ସେୟାକୁ ଦେଇଥିଲେ। ସେଇଟା ସେଟା ସବୁଠୁ କ୍ଲୋଜେଷ୍ଟ ମାନେ ଗୁରୁ ମହାରାଜକୁ ଯୋଉଠାରେ ଭେଟ ହେଇଥିଲି ସେଟା ସବୁଠାରୁ କ୍ଲୋଜେଷ୍ଟ ଥିଲା। ସେଠାରେ ମୋର ମୁହଁରେ ସେ ଶବ୍ଦ ବାହାରୁ ନଥିଲା ଗୁରୁ ମହାରାଜଙ୍କ ସାମ୍ନାରେ ଦେଖିଲା ପରେ। ଏତିକି ପାଖରେ ଦେଖିଲା ପରେ ମୋ ମୁହଁରେ ଶବ୍ଦ ବାହାରୁ ନଥିଲା। ତାପରେ ସେଠାରେ ଗୋଶାଲାରେ ହିଁ ପ୍ରସାଦ ପାଇଲୁ। ଗୋଶାଲାରେ ପ୍ରସାଦ ପାଇ ପୁଣି ସନ୍ଧ୍ୟାରେ ରିଟର୍ନ ହେଇ ଆମେ ଫେରି ପୁଣି ରାତିର କୀର୍ତ୍ତନ ବେଳକୁ ପୁଣି ଆସିଲୁ। ଏମିତି ଆମେ ତା ଆର ଦିନ ପୁଣି ଇଏ ପୁଣି ମଙ୍ଗଳ ଆରତୀ ପାଇଁ ଆସିଲୁ ଏବଂ ମଙ୍ଗଳ ଆରତୀକୁ ଆସିଲା ପରେ ଏତିକି ଆସିଲା ପରେ ପୁଣି ସେ ସେମିତି ରାଧା ମାଧବଙ୍କ ଦର୍ଶନ ପରେ ସେପଟେ ନୃସିଂହ ଦେବଙ୍କ ଆରତୀ, ତାପରେ ପଞ୍ଚଦତ୍ତଙ୍କ ଦେଖି ମାନେ ଆରତୀ ଦେଖି ସେମିତି ଚାଣ୍ଡି ସେସନ ଆଟେଣ୍ଡ କରିକରି ଆମେ 2 ନମ୍ବର 3 ନମ୍ବର ଦିନ ପାଇଁ ଆମେ ବାହାରିଲୁ ଅଲକା ଏଇ ଯା ଚୁନାଙ୍ଗୀ ନଦୀ କ୍ରସ୍ କରିକି ଆମେ ଗୋଡ୍ରୁମ ଦ୍ୱୀପକୁ ବାହାରିଲୁ। ସେତେବେଳେ ଆମର ସେତେବେଳେ ଲିଡ୍ ନେଇଥିଲେ ଆ, ହେଲେ ଆମର ଗ୍ରୁପରେ ଲିଡ୍ ନେଇଥିଲେ ବିଲମ୍ବ ଗ୍ରୁପ। ସେ ତାପରେ ଆମେ ଗଲୁ ସେଠାକୁ ମାନେ ତେଲଙ୍ଗି ରିଭର କ୍ରସ୍ କରିକି ଆମେ ଗଲୁ ତାର ଗୋଡୁମ ଦିବସ ଯେଠାରେ ଭକ୍ତି ବେଦାନ୍ତ ଭକ୍ତି ବିନୋଦ ଠାକୁରଙ୍କର ଜନ ଯେଠାରେ ତାଙ୍କର ଘର ଥିଲା ସେଠାରେ ଏବଂ ସେଠାରେ ତାଙ୍କର ସେବିତ ବିଗ୍ରହ ଥିଲେ ଦେଖିଲୁ ପ୍ରଥମେ। ତାପରେ ତା ଉପରକୁ ଗଲୁ ତାଙ୍କୁ ଯୋଉଠିକି ତାଙ୍କର ଘର ଥିଲା, ତାଙ୍କର ସେଜ ଡେସ୍କ ଏଇଟା ସବୁ ଥିଲା। ସେ ଦର୍ଶନ କରି ସାରିଲା ପରେ ଆମେ ବାହାରିଲୁ। ସେଟା ପରେ ଦର୍ଶନ କରି ସାରିଲେ ବାହାରିଲୁ ଆମେ ଯେଉଁ ସ୍ଥାନକୁ ଯେଉଁଠାରେ କି ମହାପ୍ରଭୁ ତାଙ୍କ ପାର୍ଷଦ ମାନଙ୍କ ଲୀଳା କରିଥିଲେ, ଯୋଉଠାରେ କି ମାନେ ଯେ ପାର୍ଷଦ ମାନଙ୍କୁ ତାଙ୍କର ଭୋଗ ହେଲା ସେ ସମୟରେ ମହାପ୍ରଭୁ ଗୋଟେ ଆମ୍ବର ବୃକ୍ଷ ସେଠାରେ ମାନେ ଆମ୍ବର କାଠିନି ସେଠାରେ ଭୂଇଁରେ ପୋତିଥିଲେ। ସେଇ ଭୂଇଁରୁ ଗୋଟେ ଆମ୍ବ ଗଛ ଇଏ ମାନେ ଆମ୍ବ ଗଛ ଉଠିଥିଲା ଏବଂ ସେଇ ଆମ୍ବ ଗଛର ତାର ଫଲରେ ବୀଜ ନଥିଲା ଏବଂ ତାର ଚୋପା ନଥିଲା। ସେଇ ଆମ୍ବକୁ ପାଇ ସମସ୍ତେ ମହାପ୍ରଭୁଙ୍କ ପାର୍ଷଦ ମାନେ ବହୁତ ଆନନ୍ଦିତ ହେଲେ ଏବଂ ସେ ସ୍ଥାନ ବୁଲିଲୁ। ତାପରେ ସେ ସ୍ଥାନ ସାରିଲା ପରେ ଆମେ ସେ ସ୍ଥାନ ସାରିଲା ପରେ ଆମେ ଗଲୁ ଚୈତନ୍ୟ ମହାପ୍ରଭୁ ଯୋଉଠାରେ ତାଙ୍କର ଦ୍ଵିତୀୟ ବିବାହ କରିଥିଲେ ସେ ସ୍ଥାନକୁ ଯାଇଥିଲୁ। ସେହି ସ୍ଥାନରେ ମହାପ୍ରଭୁ ମହାପ୍ରଭୁ ଦ୍ଵିତୀୟ ବିବାହ କରିଥିଲେ। ସେ ସମୟରେ ଗୋଟେ ରାଜା ଥିଲେ, ତା ଗୋଟେ ସତ୍ୟଯୁଗର ରାଜା ଥିଲା ଯିଏକି ମହାପ୍ରଭୁଙ୍କ ସେବା କରିବା ପାଇଁ ଚାହୁଁଥିଲା, କିନ୍ତୁ ସେ ସମୟରେ ସେ ମହାପ୍ରଭୁ ତାଙ୍କୁ ସେବାର ଅବସର ନେଇ ପୁନର୍ଜନ୍ମ ପୁନର୍ଜନ୍ମ କଳିଯୁଗରେ ଦେଇ ତାଙ୍କର ଦ୍ୱିତୀୟ ବିବାହ ସମୟରେ ସେ ବିବାହ ପାଇଁ ଅନେକ ମହାପ୍ରଭୁଙ୍କ ବିବାହ ସେ ଅନେକ ଖର୍ଚ୍ଚ କରିଥିଲେ। ଆଉ ସେ ସ୍ଥାନରେ ସେଇ ରାଜାର ମହଲର କିଛି ପୁରୁଣା ବର୍ଷ ଯୋଉ ସତ୍ୟ ଯୁଗର ସେଇଟା ବି ଅଛି ସେଠାରେ। ତାକୁ ଦର୍ଶନ କରି ସାରିଲା ପରେ ସେଠାରେ ହିଁ ଗୋଟେ ସ୍ଥାନରେ 5ଟି ତୁଳସୀ ଗଛ ଅଛି, ବଡ ବଡ ସାଇଜର। ସେଇ 5ଟି ତୁଳସୀ ଗଛ ମାନେ ପଞ୍ଚତତ୍ତ୍ୱକୁ ରିପ୍ରେଜେଣ୍ଟ କରନ୍ତି। ତାପରେ ଆମେ ବାହାରିଲୁ କୃଷ୍ଣନଗର ଥିବା ନୃସିଂହପଲ୍ଲୀକୁ। ନୃସିଂହପଲ୍ଲୀରେ ନୃସିଂହଦେବଙ୍କୁ ମାନେ ଦର୍ଶନ କରିଲୁ ଏବଂ ତାପରେ ପୁଣି ରିଟର୍ଣ ହେଲୁ ଗଙ୍ଗା ସ୍ନାନ ପାଇଁ। ଗଙ୍ଗା ସ୍ନାନ କରିସାରିଲା ପରେ ତାପରେ ଆମେ ପୁଣି ମାୟାପୁରୀ ରିଟର୍ଣ। ଆଉ ଏତିକେଟ ତ ଆଉ ତ ମାନେ ସେମିତି ଏକ୍ସପିରିଏନ୍ସ ଟା ଗଲେ ଜଣା ପଡିବ। ସେଇ ମୁଖରେ ମୋର ସେ ସେତିକି ଶବ୍ଦ ନାହିଁ ସେଇ ଏକ୍ସପିରିଏନ୍ସ ମାନେ ଏକ୍ସପ୍ରେସ ଏକ୍ସପ୍ରେସ କରିବା ପାଇଁ। ଆଉ ବିଶେଷ ଧନ୍ୟବାଦ ଦେବି ଆମର
ବିଶେଷ ଧନ୍ୟବାଦ ଆମ ବିଲାମଙ୍ଗଲ ପ୍ରଭୁ ମତରାଜ ପ୍ରଭୁ ଆଉ ସମସ୍ତେ ନିଜର ଆଉ ଯେତିକି ବି ଡିଭୋଟି ହେଇଥିଲେ ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଦେବି କାରଣ ତାଙ୍କ ଯୋଗୁଁ ହିଁ ଯାତ୍ରାଟା ସମ୍ଭବ ହେଇପାରିଲା କମ୍ପ୍ଲିଟ ହେଇପାରିଲା। ହରେ କୃଷ୍ଣ। ହରେ କୃଷ୍ଣ। हरे कृष्ण प्रभु जी। प्रभु जी तो प्राय सबू धन्यवाद देवी प्रभु जी को। प्रभु जी प्राय सबू कभर करदेले जाऊ केते 10 मिनिट 15 मिनिट ସବୁ ପ୍ରାୟ ତାଙ୍କର ମାନେ ଯାହା ଯାହା ସବୁ ଅନୁଭୂତି ସବୁ କମ୍ପ୍ଲିଟ କରିଦେଲେ ତ ସେଥିପାଇଁ ବିଶେଷ ବିଶେଷ ଧନ୍ୟବାଦ। ବଢିଆ ଆଗରେ ମାନେ ରିଫ୍ଲେକ୍ଟ ହେଇଗଲା ସବୁ ଯାହା ଆମେ ଯାଇଥିଲୁ ସେଠିକି ରିଭିଜନ ଗୋଟେ ହେଇଗଲା। ଆଉ ତାପରେ ପ୍ରଭୁ जी କିଏ ଈଶ୍ୱର ପ୍ରଭୁ ବୋଧେ ଅଛନ୍ତି ତ ତାଙ୍କୁ ଆମେ ସ୍ୱାଗତ କରିବା ସେ ତାଙ୍କର ମାୟାପୁର ଏକ୍ସପିରିଏନ୍ସ କହିବେ। हरे कृष्ण प्रभु दंडवत प्रणाम। हरे कृष्ण प्रभु दंड प्रणाम। प्रभु प्रभु ମୁଁ ପ୍ରଭୁ ମୋତେ ମାୟାପୁର ବିଷୟରେ ମୋତେ ସେତେ ଧାରଣା ନଥିଲା। ମୋତେ ଚଳ ପ୍ରଭୁ କହିଲେ ମାୟାପୁର ବିଷୟରେ ତାପରେ ମୋର ଇଣ୍ଟରେଷ୍ଟ ହେଲା ତାପରେ ମୁଁ ଗଲି। ଏଠୁ ଯେଉଁଦିନ ଗଲୁ ଆମେ ସେଠି ଯାଇକିରି ପ୍ରଥମେ ଭୋଗ ଗ୍ରହଣ କରିଥିଲୁ। ତାପରେ ଆମେ ରୁମ୍ରେ ଯାଇକିରି ଟିକେ ବିଶ୍ରାମ ନେଇକିରି ତାପରେ ଆମେ ଯାଇଥିଲୁ ପ୍ରଭୁ ମହାରାଜଙ୍କ କୀର୍ତ୍ତନ ଆଟେଣ୍ଡ କରିଥିଲୁ। ସେଠି କୀର୍ତ୍ତନ ମେଳା ବହୁତ ମୋତେ ବହୁତ ଇମ୍ପ୍ରେସ୍ ଲାଗିଲା। ବହୁତ ଭକ୍ତ ସେଠି ଥିଲେ। ତାପରେ କୀର୍ତ୍ତନ ମେଳା ଯେତେବେଳେ ସରିଲା ଆମେ ତାପରେ ପ୍ରସାଦ ଗ୍ରହଣ ପୁଣି କରିଥିଲୁ। ତାପରେ ଆସିକିରି ରାତି ବିଶ୍ରାମ ନେଇକିରି ପୁଣି ଆମେ ରାତି 3ଟାରୁ ପୁଣି ଉଠିକିରି ମଙ୍ଗଳା ଆରତି ପାଇଁ ଆମେ ମନ୍ଦିର ଯାଇଥିଲୁ। ମୁଁ ତ ଏତେ ମୋତେ ଧାରଣା ନଥିଲା ରାତି 3ଟାରୁ ଉଠିକି ଏମିତି ମଙ୍ଗଳା ଆରତି ଯିବାରେ ମୁଁ ତ ସକାଳ ଉଠିବାରେ ମୋତେ ବି ଏମିତି 5-6ଟା ହେଇଯାଏ। ତାପରେ ମଙ୍ଗଳା ଆରତୀ ଦେଖିଲି ମୋତେ ବହୁତ ମଙ୍ଗଳା ଆରତୀ ମାଳା ଜପ କରିବାରେ ବହୁତ ଭଲ ଲାଗିଲା। ଆଉ ମଙ୍ଗଳା ଗୁରୁ ତାପରେ ଆମେ ଯାଇଥିଲୁ ଗୁରୁଙ୍କର ପାଦ ଆଶ୍ରୟ ହେଲା କିଛି ଭକ୍ତ ପାଦ ଆଶ୍ରୟ ନେଲେ ବା ଆମ ଓଡ଼ିଶାର 22 ଜଣ ନେଇଥିଲେ ସେଠି ପାଦ ଆଶ୍ରୟ। ସେଟା ଭଲ ଲାଗିଲା। ସେଠି ପୁଣି ତାପରଦିନ ଗଙ୍ଗା ସ୍ନାନ କରିଥିଲୁ ସେଠି ଯାଇକିରି ଗଙ୍ଗା ସ୍ନାନ କରିବାକୁ ମୋର ଭାରି ଇଣ୍ଟରେଷ୍ଟ ଥିଲା। ସେଟା ଗଙ୍ଗା ସ୍ନାନ କରିପାରିଲି ନାହିଁ ମୋତେ ବହୁତ ଦୁଃଖ ଲାଗିଲା। ଆଉ ତାପରେ ଘର ପାଇଁ କିଛି ଭୋଗ ଆଣିଥିଲି। କପଡ଼ା ଲତା ଆଣିଥିଲି ଘରେ ବି ଖୁସି ହେଲା ଟିକେ ଶୁଣିକିରି। ମୋତେ ପରିକ୍ରମା ମାୟାପୁର ପରିକ୍ରମା ମୋତେ ବହୁତ ଭଲ ଲାଗିଲା। ମୁଁ ଚେଷ୍ଟା କରିବି ନେକ୍ସଟ ବର୍ଷକୁ ଯିବା ପାଇଁ। ଆଉ ମୋତେ ସବୁଠୁ ଖାସ୍ ବେଶୀ ଭଲ ଲାଗିଥିଲା ଗୁରୁ ମହାରାଜଙ୍କ କୀର୍ତ୍ତନ। ଆଉ ମୁଁ ମୋ ନିଜକୁ କଣ୍ଟ୍ରୋଲ କରିକିରି ମୁଁ ନିଜେ ବି ନାଚି ପକେଇଲି ମୁଁ। ଆଉ ଚାହିଁବି ପ୍ରଭୁ ମୁଁ ନେକ୍ସଟ ବର୍ଷ ଯିବା ପାଇଁ ଆଉ। ଏତିକି କହିକି ପ୍ରଭୁ ହରେ କୃଷ୍ଣ ପ୍ରଭୁ ରହୁଛି ଏତିକି। ହରେ କୃଷ୍ଣ ପ୍ରଭୁ ଦଣ୍ଡ ପ୍ରଣାମ। ବହୁତ ସୁନ୍ଦର ଭାବେ ଆପଣ ହচ্ছে ଆପଣଙ୍କର ମାୟାପୁର 2026ର ଯୋଉ ଯାଇଥିଲେ ତାର ଏକ୍ସପିରିଏନ୍ସ ଟା କହିଲେ ଆଉ ବହୁତ ଭଲ ଲାଗିଲା। ହରେ ଆଉ କୃଷ୍ଣ ହରେ କୃଷ୍ଣ ପ୍ରଭୁ। ପ୍ରଭୁ ଆମେ ତ ଜାଣିଛୁ ଈଶ୍ୱର ପ୍ରଭୁ ସେଠୁ ଆସିଲା ପରେ ସେଠି ଉଠିଥିବା ସମୟରେ ତାଙ୍କ ଛୋଟ ଆଜ୍ଞା ଦୁର୍ଘଟଣା ଆଜ୍ଞା ଆଜ୍ଞା ପ୍ରଭୁ। ଘଟିଥିଲା ସେଇଦିନ। ଆଜ୍ଞା ଆଜ୍ଞା ସେଇ କଥା ଆଜ୍ଞା ସେ ତ ଆମେ ପ୍ରଭୁଜୀ କହୁଥିଲେ
ପ୍ରଭୁଜୀ ବି କହୁଥିଲେ କି ହଉଛି ତାଙ୍କର ସିଏ ଆକ୍ସିଡେଣ୍ଟ କିଛି ହେଇଛି, ତ ସେଥିପାଇଁ ବି ବୋଧେ ପ୍ରଭୁଜୀ କହିଥିଲେ କୀର୍ତ୍ତନ କରିବାକୁ, କୀର୍ତ୍ତନ ବି କରିଥିଲେ ବୋଧେ ଆମର ସଞ୍ଜୟ ପ୍ରଭୁଜୀ ମାନେ ବେଶ ରେ। ଆଉ ମଥୁରାଜ ପ୍ରଭୁଜୀ ବି କହୁଥିଲେ କି ଆଜ୍ଞା। ତୁଳସୀ ଅଫରିଂ କରିଥିଲେ, ତୁଳସୀ ଅଫରିଂ କରିଥିଲେ ଭଗବାନଙ୍କୁ। ଆଉ ଆଜ୍ଞା। ଏବେ 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 ଠିକ ଠାକ ଅଛନ୍ତି, ଅଛନ୍ତି ତ? ହଉ ଠିକ ଠାକ ଅଛି ସବୁ। ଆଜ୍ଞା, ଆଗକୁ ବି ପ୍ରାର୍ଥନା ଭଗବାନଙ୍କୁ ଜଲ୍ଦି ଭଲ ହେଇଯାଆନ୍ତୁ। ଆଉ ଆଉ ଏ ପ୍ରଭୁଜୀ ଅଛନ୍ତି ବୋଧେ ଆମର ଓମ୍ ପ୍ରଭୁଜୀ ବୋଧେ ଅଛନ୍ତି। ଏ हरे कृष्णा प्रभु जी। ବିଷ୍ଣୁ ସ୍ନାନ ପ୍ରଣାମ। ଏଥର ତ ମାୟାପୁର ଏକ୍ସପିରିଏନ୍ସ ମୋର ଫାର୍ଷ୍ଟ ଟାଇମ ଥିଲା। ଷ୍ଟାର୍ଟିଂ ଯେବେ ଆରମ୍ଭ କଲୁ, ମାସେ ପୂର୍ବରୁ ଜାଣିଲୁ କେତେବେଳେ ମାୟାପୁର ଯିବୁ ବୋଲି, ତ ସେଇ ଟାଇମରେ କିଛି ଏକ୍ସାଇଟମେଣ୍ଟ ରହିଲା କି ସାଙ୍ଗସାଥି ମିଶିକି ଯିବୁ, ମାୟାପୁର ଯିବୁ, କିଛି ଶିଖିବାକୁ ମିଳିବ, କିଛି ଏକ୍ସପିରିଏନ୍ସ ମିଳିବ। ସେଇ ଟାଇମରେ ଯେତେବେଳେ ମୁଁ ଆକ୍ଚୁଆଲି ସେଇ ଟାଇମରେ ମୋର ଫଙ୍କସନ ଥିଲା, ଫଙ୍କସନ ଶେଷ କରିକି ଷ୍ଟେସନରେ ପହଞ୍ଚିଲା ପରେ ଯୋଉ ବହୁତ ଟାୟାର୍ଡ ହେଇଥିଲି, ସେଇ ଟାଇମରେ ଗଲା ପରେ ରାତି 10:30, 10:30 ମେ ବି ଟ୍ରେନ ଥିଲା। 10ଟା 10:30 ଟ୍ରେନ ଥିଲା। ତ ଟ୍ରେନ ବସିଲା ପରେ ଯେମିତି ଜାଣିଲୁ କି ସିଟ୍ ସିଟ୍ ଆରେଞ୍ଜମେଣ୍ଟ ଠିକ ହେଇନି, ଆଉ ରିଜର୍ଭେସନ କନଫର୍ମ ହେଇନି। ତ ମାଇଣ୍ଡ ବହୁତ ଟିକେ ଡିଷ୍ଟର୍ବ ହେଇଯାଇଥିଲା କି ଆଉ ରାତିରେ କେମିତି ବସିକି ଯିବୁ, କେମିତି କଣ କରିବୁ। ତ ତଥାପି କିନ୍ତୁ ମ୍ୟାନେଜ କରିକି 3 ଜଣ ଆମେ ବସିକି ଗୋଟେ ସିଟ ରେ ପଳେଇଥିଲୁ। ସେଇ ଟାଇମ ଟା ବହୁତ ମାଇଣ୍ଡ ଟା ବହୁତ ଡିଷ୍ଟର୍ବାନ୍ସ ଟାଇମ ଥିଲା, ଆଉ ବହୁତ ୱିକ୍, ବଡି ବି ବହୁତ ୱିକ୍ ଲାଗୁଥିଲା। ତାପରେ ସକାଳୁ ପହଞ୍ଚିଲା ପରେ ମିନିମମ୍ 6ଟା 6:30 ଭିତରେ ପହଞ୍ଚିଲା ପରେ ସେଇ ଜାଗାରେ ପ୍ରଭୁଜୀ ଆ, ଆମକୁ ନେଇକି ଗଲେ। ବସ୍ ଫାଷ୍ଟ ଓହ୍ଲେଇଲୁ, ତାପରେ ଗାଡି ବଗେରା କରିକି, ଆଉ ତାପରେ ଡଙ୍ଗାରେ ପହଞ୍ଚିଲା ପରେ, ଡେଷ୍ଟିନେସନରେ ପହଞ୍ଚିଲା ପରେ ସେଇ ଜାଗାରେ ଟିକେ ଫ୍ରେଶ ହେଇକି ବାହାରିଲା ପରେ ଅ, ଯୋଉ ମାୟାପୁର ଇସ୍କନ ମନ୍ଦିର ପହଞ୍ଚିଲା ପରେ ଠାକୁରଙ୍କୁ ଯେବେ ଦର୍ଶନ କଲି, ଫାଷ୍ଟ ଟାଇମ ଦର୍ଶନ କଲି ପାଖରୁ ପୁରା, ତ ସବୁ ଷ୍ଟ୍ରେସ୍ ସବୁ ପୁରା ଭାଙ୍ଗିଗଲା। ମାନେ ଯେମିତି ଲାଗିଲା କି ଆଉ ସେଇ ଜାଗାରେ ପହଞ୍ଚିଲା ପରେ ଏମିତି ଲାଗିଲା କି କିଛି ବି ଏତେ ବି ଷ୍ଟ୍ରେସ୍ ନାହିଁ। ଆଉ ନୃସିଂହ ଠାକୁରଙ୍କୁ, ଆଉ ପଞ୍ଚତତ୍ତ୍ୱ ଠାକୁରଙ୍କୁ, ଆଉ ଆମ୍, ରାଧାକୃଷ୍ଣ ବଲ୍ଲଭ ଠାକୁରଙ୍କୁ ଯେମିତି ଦେଖିଲା ପରେ, ଯେମିତି ପାଖରୁ ବହୁତ, ଏମିତି ଫଟୋ ବଗେରା ଦେଖିଥିଲି, କିନ୍ତୁ ପାଖରୁ ବହୁତ ପାଖରୁ ଦେଖିଲାଠୁ ବହୁତ ଖୁସି ଖୁସି ଲାଗିଲା। ଆଉ ସେଇ ଜାଗାରେ କୀର୍ତ୍ତନ ସନ୍ଧ୍ୟା ଆରତିରେ ଯୋଉ ଯୋଗଦାନ ଦେଇଥିଲି, ଆଉ ସେଇ ଜାଗାରେ ବହୁତ ବି ମାନେ ଖୁସି ଲାଗିଥିଲା। ସେଇ ଜାଗାରେ ଯୋଉ ସବୁ ଡିଭୋଟି ମାନଙ୍କୁ ଦେଖିଥିଲି, ଆ କି ସବୁ ପୁରା ନିଜ ମନରୁ ପୁରା ଖୁସି ହେଇକି ଯୋଉ ଆଗ୍ରହରେ କୀର୍ତ୍ତନ କରୁଛନ୍ତି, ଆଉ ସବୁ ପ୍ରଭୁ ମାନେ ଉଁ, ନାଚ ଗୀତ ଆଉ ଗୀତରେ ମାନେ ମହର ହେଇକି ଅଛନ୍ତି, ସେଇଟା ଆମର ବହୁତ ଖୁସି ଲାଗିଥିଲା। ଆଉ ଆଉ ଏଇ ଜାଗାରେ ମାୟାପୁର ଗଲା ପରେ ଜାଗା ଟା ବହୁତ ଅ, ଗହଳି ଥିଲା, କୋଉଥିରେ କି ନା ହରିନାମ କୀର୍ତ୍ତନ ଆଉ ଡିଭୋଟି ମାନେ ବହୁତ ଫୁଲ ଥିଲେ। ଅ, ଏତିକି ମାର୍କ କଲି କି ଆଜ ୟୁଜୁଆଲ ଆମର ଓଡିଶାର ଶ୍ରୀମନ୍ଦିରରେ ଡିଭୋଟି ମାତ୍ର ମନ୍ଦିର ଭିତରେ ଡିଭୋଟି ମାନେ ମାନେ ଅଧିକ ଅଧିକ ଅଛନ୍ତି, କିନ୍ତୁ ମନ୍ଦିର ବାହାରକୁ ଆସିଲା ପରେ ଏତେ ଡିଭୋଟି କୁ ପାଇବନି। କିନ୍ତୁ ସେଠେଇ ଗଲା ପରେ ସମସ୍ତଙ୍କ ହାତରେ ଚାଣ୍ଡିଂ ବ୍ୟାଗ, ସମସ୍ତେ କିଛି କିଛି ଡିଭୋଟି ବାଟ ଯାକେ ଯେତେବେଳେ ବି ଗଲା, ଚାଲିକି ଗଲା ଭିତରେ ବି ହରିନାମ କୀର୍ତ୍ତନ ଚାଲିଥିବ, ହରିନାମ ଜପ ଚାଲିଥିବ ସମସ୍ତଙ୍କ ହାତରେ। ଇଭିନ୍ ଗାଡିରେ ଯୋଉଥିରେ ବି ଗଲା ସମସ୍ତଙ୍କ ହରିନାମ କୀର୍ତ୍ତନ ଚାଲିଥିବ, କି ଚାଣ୍ଟିଂ ବଗେରା ବି ଚାଲିଥାଏ। ସେଟା ଦେଖିକି ବହୁତ ଖୁସି ଲାଗିଲା, ମୋଟିଭେଟ ବି ଲାଗିଲା କି ନା କିଛି ଜିନିଷ ଅଛି ଯୋଉ ଜାଗାରେ କି ପଜିଟିଭ ଭାଇବs ବହୁତ ଆସିଲା ସେ ଜାଗାରେ। ଆଉ ସେକେଣ୍ଡ ଡେ ରେ ସେଇଦିନ ବୁଲାବୁଲି କରିକି ରାତିରେ ପ୍ରସାଦ କରିକି ରାତିରେ ଶୋଇଲେ, ସକାଳ ଯୋଉ 3ଟା ରାତିରୁ ପ୍ରଭୁଜୀ କହିଲେ କି ଜଲ୍ଦି ଶୋଇକି ଜଲ୍ଦି ଉଠିବା ପାଇଁ ସକାଳ 3ଟାରୁ। ସେଇ ଜାଗାରେ ମାଇଣ୍ଡରେ ଗୋଟେ ସବଷ୍ଟ୍ରାଇକ୍ କଲା କି ଘରେ ଉଠି ହଉନି, ଏଠି କେন ଉଠିବୁ। ତ ସେଇ ଜାଗାରେ କଣ କଲୁ, ଠାକୁରଙ୍କ କୃପାରୁ 3:35 40 ଭିତରେ ଉଠିକି ରେଡି ହେଇକି ଯୋଉ ସକାଳ କୀର୍ତ୍ତନ ଟା ଯାଇକି ଆଉ ସକାଳ ଆଳତି ଟା ଯାଇକି ଦେଖିଲୁ, ସେଇ ଟାଇମ ରେ ବହୁତ କିଛି ଖୁସି ଲାଗିଲା। ଆଉ ସେଇ ଟାଇମ ରେ କି
ଯେତେବେଳେ ଆମେ ନୃସିଂହ ଠାକୁରଙ୍କୁ ଦେଖିଲୁ ସେଇ ଟାଇମରେ ପୁରା ପାଖରୁ ଦେଖିଲୁ। ଆଉ ଯୋଉ ଜିନିଷ ମୁଁ ଭିଡିଓରେ ଦେଖିଥିଲି, ୟୁଟ୍ୟୁବ ଦେଖିଥିଲି କି ନୃସିଂହ ଠାକୁରଙ୍କ ପଛଆଡେ ସାପ କି ଯୋଉ ଯୋଉ ଟାଇପର ଏମିତି ହଲେ, ଯୋଉ ଟାଇପର ଏମିତି ମାନେ ପଛଆଡେ ଫଣ ଟାଇପର ଯୋଉଟା ହୁଏ, ସେଇଟାକୁ ମୁଁ ନିଜ ରିଅଲ ଆଖିରେ ଦେଖିଲି, ଯୋଉଟା କି ବହୁତ ଖୁସି ଲାଗେ। ପୁରା ପାଖରୁ ଦେଖିଲି। ଆଉ ସେଇ ଟାଇମରେ ବି ଫୁଲ ଦଣ୍ଡାଟି ମାନେ ତାଙ୍କ ହାତରୁ ବି ଖସିଲା। ଆଉ ବହୁତ ଚେଷ୍ଟା କରିଥିଲି ସେଠି ପ୍ରଭୁଜୀଙ୍କୁ ମାଗିବା ପାଇଁ କି ଫୁଲ ଟିକେ ତାଙ୍କୁ ପାଦ ତଳୁ ଦବା ପାଇଁ, ଯୋଉଟା କି ଆଣିପାରିନଥିଲି। ତାପରେ ସେଠି ତାପରେ ଟିକେ ସମୟ ବସିଲୁ, ଠାକୁରଙ୍କୁ ଟିକେ ବସିକି ଦେଖିଲୁ। ତାପରେ ପୁଣି ଫେରିକି ଆସିଲୁ, ବେସକୁ ଫେରିକି ଆସିଲୁ। ଆ, ଏଇ ଟାଇପର କିଛି ଥିଲା। ଆଉ ଲାଷ୍ଟ ଡେ ଥିଲା ଯୋଉଟା କି ମାନେ ଆମର ଯୋଉ ନୃସିଂହ ଠାକୁରଙ୍କ ଯୋଉ ଫୁଲଟା ଆଣିବାର ଥିଲା କି, ସେ ଫୁଲଟା ମୁଁ ପ୍ରଭୁଜୀଙ୍କୁ ବହୁତ ରିକ୍ୱେଷ୍ଟ କରିକି ଆଉ ସତ୍ୟମ ପ୍ରଭୁଙ୍କ ସିଏ ବି କିଛି ହେଲ୍ପ କଲେ କି ଆଣିବା ପାଇଁ ଫୁଲ। ମାନେ ପ୍ରଭୁଜୀଙ୍କୁ ହେଲ୍ପ କହିକି ପ୍ରଭୁଜୀଙ୍କୁ କହିଲେ, ମୁଁ ବି ତାଙ୍କୁ ପ୍ରଭୁଜୀଙ୍କୁ ବହୁତ ରିକ୍ୱେଷ୍ଟ କଲି ଆଣିବା ପାଇଁ ଫୁଲ। ସେ ଫୁଲ ପାଦ ଦଣ୍ଡ ତାଙ୍କୁ ଦେଲେ, ଯୋଉଟା କି ବହୁତ ଖୁସି ଲାଗିଲା। ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ଓମ ପ୍ରଭୁ ଜୀ। ଆପଣ ହଉଛି ଆପଣଙ୍କ ମାୟାପୁର ଯୋଉ ଯାତ୍ରା କରିଥିଲେ ଏ ବର୍ଷ, ଫାର୍ଷ୍ଟ ଟାଇମ ବୋଧେ ଆଜି ଯାହା ଯୋଉମାନଙ୍କର ବି ଅଛି ବୋଧେ ଫାର୍ଷ୍ଟ ଟାଇମ ଯାତ୍ରା। ତ ବିଶେଷ ବିଶେଷ ଧନ୍ୟବାଦ। ଆଉ ପ୍ରଭୁଜୀ ମନେ ପଡିଲାନି ପ୍ରଭୁଜୀ, ମଥୁରେଶ ପ୍ରଭୁଜୀ କହିଥିଲେ କି ଆମର ଆଗକୁ କଣ ସ୍ପିରିଚୁଆଲ ପ୍ରମିସ୍ ଅଛି, ସେଇ କଥା ଟିକେ କହିଦେଇଥିଲେ ଭଲ ହେଇଥାନ୍ତା। ଆପଣ ପ୍ରଭୁଜୀ କୁହନ୍ତୁ, ମୁଁ ପଚାରିଦେବି ଆମର ଓମ୍ ପ୍ରଭୁ ଆଉ ଆମର ଈଶ୍ୱର ପ୍ରଭୁଙ୍କୁ। ଆପଣ କହିଦିଅନ୍ତୁ ଟିକେ ଆପଣ କଣ ସ୍ପିରିଚୁଆଲ ପ୍ରମିସ୍ ଆଗକୁ ରଖିବେ ଭକ୍ତିର ପ୍ରୋଗ୍ରେସ ପାଇଁ। ସ୍ପିରିଚୁଆଲ ପ୍ରମିସ୍ ଯାଇକି ଆଗରୁ ଯୋଉଟା କି ଚାଣ୍ଟିଂ 3 to 4 ମାଳ ଜପ କରୁଥିଲେ, ସେଟାକୁ ଇନକ୍ରିଜ କରିକି ଅପ୍ ଟୁ 10 ମାଳା କରିବି। ଆଉ ଟିକେ ଅଧିକ ଠାକୁରଙ୍କ ପ୍ରତି ଟିକେ ଆୱାରନେସ ରହିବି। ଧନ୍ୟବାଦ ପ୍ରଭୁଜୀ। ହରେ କୃଷ୍ଣ। ଆପଣ ହରେ କୃଷ୍ଣ। ହରେ କୃଷ୍ଣ ପ୍ରଭୁଜୀ। ଓମ ପ୍ରଭୁଜୀ ଅଛନ୍ତି କି? ହରେ ନହେଲେ କୃଷ୍ଣ ପ୍ରଭୁ ଦିନ କନେକ୍ଟ। ଅଛି ପ୍ରଭୁ। ଆଜ୍ଞା ପ୍ରଭୁଜୀ, ପ୍ରଭୁଜୀ ମନେ ପଡିଲାନି ତ ସେତେବେଳେ, ପ୍ରଭୁଜୀ ହଁ ମନେ ହଁ ପ୍ରଭୁ, ପକେଇଦେଲେ ଯାହା ହଉ। ହଁ। ଧନ୍ୟବାଦ। ସ୍ପିରିଚୁଆଲ ପ୍ରମିସ୍ ଟା କଣ ପ୍ରଭୁଜୀ ଆପଣଙ୍କର ରହିବ ଆଗକୁ ତ ଯେମିତି କି ସେଇଟା ମୁଁ ଟିକେ। ମାୟାପୁର ଯିବା ପୂର୍ବରୁ ଚାଣ୍ଟିଂ ଥିଲା 13 to 14 ଥିଲା, ସେଟାକୁ 16 ମାନେ ଡେଲି କରିବେ। ଆଉ ମୋଷ୍ଟଲି ଯୋଉ ଉଠିବାଟା 5ଟା 5:30 ହଉଥିଲା, ସେଟାକୁ 4:30 କରିବା ଟ୍ରାଏ କରୁଛି। ଆଉ ବୁକ୍ ରିଡିଂ, ଡେଲି ବୁକ୍ ରିଡିଂ କରିବା ଟ୍ରାଏ କରୁଛି। ଆଉ ଲେକ୍ଚର ହିୟରିଂ, ଆଉ ହେଲା ପରେ ଆଉ ହଁ ଆଉ ଟିକେ ମାନେ ଶୁଦ୍ଧତା ଟିକେ ଇନକ୍ରିଜ କରିବା ପାଇଁ ଚେଷ୍ଟା କରୁଛି। ଧନ୍ୟବାଦ ପ୍ରଭୁଜୀ। ଈଶ୍ୱର ପ୍ରଭୁଜୀ ଅଛନ୍ତି କନେକ୍ଟ ପ୍ରଭୁଜୀ? ହରେ କୃଷ୍ଣ। ପ୍ରଭୁ ପ୍ରଭୁ ଆଜ୍ଞା ପ୍ରଭୁଜୀ ମୁଁ ଆପଣଙ୍କର। ଆଜ୍ଞା କୁହନ୍ତୁ କୁହନ୍ତୁ ଆଜ୍ଞା। ପ୍ରଭୁ ଡେଲି ମାଳା ଜପ କରିବି। ଆଉ ପ୍ରଭୁ ଭଗବାନଙ୍କ ପ୍ରତି ସେବା 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 ଇଏ ଟିକେ ଅଧିକା ବଢ଼େଇବି ପ୍ରଭୁ, ଆଗ୍ରହ ମନରେ ଆଗ୍ରହ ଟିକେ ବଢ଼େଇବି ଆଉ। ସାଧୁ ସନ୍ତ କରିବା ପାଇଁ ଟିକେ ଚେଷ୍ଟା କରିବି ପ୍ରଭୁ ଆଉ। ଠାକୁରଙ୍କ କୃପା ମୋ ପ୍ରତି ଥାଉ ପ୍ରଭୁ ଆଉ। ବହୁତ ବହୁତ ଧନ୍ୟବାଦ। ଯାହା ହଉ ଫାର୍ଷ୍ଟ ଟାଇମ୍ ଯିଏ ସବୁ ଆମର ଯାଇଥିଲେ ଆମର ଏକ୍ସପିରିଏନ୍ସ ସେୟାର କଲେ। ଆଉ ମୋର ବି ଏଇଟା ଫାର୍ଷ୍ଟ ଟାଇମ୍। ଆଉ ତାପରେ ମୋର ଅଛି ତ ସମସ୍ତଙ୍କୁ ଦଣ୍ଡବତ ପ୍ରଣାମ। ଆଉ ଏଇଟା ତ ଆମର ଫାର୍ଷ୍ଟ ଟାଇମ୍ ମାୟାପୁର ଯାତ୍ରା ଥିଲା। ଷ୍ଟାର୍ଟିଂ ରୁ ସବୁ ତ ଆଉ ମାନେ ସେୟାର କରିହବନି। 15 ମିନିଟ୍ କି 10-15 ମିନିଟରେ ବହୁତ ଟାଇମ୍ ଲାଗିପାରେ। କିଛି ଯେତିକି ସମ୍ଭବ ମୋ ଦ୍ଵାରା ସେତିକି ସେୟାର କରିବି। ତା ଆଗରୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା ମାଗି ନେବାକୁ ଚାହେଁ, କାଳେ କିଛି ଯଦି ତ୍ରୁଟି ରହିଯିବ ମତେ କ୍ଷମା କରିବେ। ଆଉ ଚେଷ୍ଟା କରିବି ଯେତିକି ଆମର ଲୀଳାସ୍ଥଳୀ, ଭଗବାନଙ୍କର ଚୈତନ୍ୟ ମହାପ୍ରଭୁଙ୍କର ଲୀଳାସ୍ଥଳୀ ଯେତିକି ସବୁ ଆମେ ଦର୍ଶନ କଲୁ, ତାର ମାନେ ଟିକେ ରିଫ୍ଲେକ୍ସନ ଦବା ପାଇଁ। ଆ ପ୍ରଥମତଃ ଆମର ମଥୁରାଧୀଶ ପ୍ରଭୁଜୀ ଆଉ ଆମର ବିଲ୍ୱମଙ୍ଗଳ ପ୍ରଭୁଜୀଙ୍କୁ ବହୁତ ବହୁତ ଧନ୍ୟବାଦ। ତାଙ୍କ ସହାୟତା ବିନା ତ
ଆମେ ଯାଇପାରିନଥାନ୍ତୁ ମାୟାପୁର। ଆଉ ଫାଷ୍ଟ ଲାଗି ଆର ବର୍ଷ ବି ବାହାରିଥିଲି ମୁଁ, ହେଲେ ଟିକେ +2 ସେକେଣ୍ଡ ଇୟର ଏକ୍ଜାମ ରହିଯାଇଥିଲା ତ ସେଇଥିପାଇଁ ଯାଇପାରିନଥିଲି। ଆଉ ତାପରେ ବି ଏକ୍ଜାମ ସରିଲା ପରେ ହচ্ছে କେବେ ଯିବେ ବୋଲି ମାୟାପୁର ଆମର ପ୍ରଭୁଜୀ ମାନେ ମୁଁ ବି ପଚାରୁଥିଲି, ସବୁବେଳେ କଣ୍ଟାକ୍ଟ ରଖୁଥିଲି। ତାପରେ ବୋଧେ ଅକ୍ଟୋବର କି ନଭେମ୍ବର ମାସକୁ ବିଲ୍ୱମ ପ୍ରଭୁଜୀ କହିଲେ କି ମାୟାପୁର ଯାତ୍ରା ଅଛି ଆମର, କେବେ ସାୟଦ ଗୌର ପୂର୍ଣ୍ଣିମା ଆଡକୁ। ଆଉ ଶୁଣିକି ବହୁତ ଖୁସି ହେଇଯାଇଥିଲି। ଆଉ ତାପରେ ଏଇ 13 ତାରିଖ ଦିନ ଏଇ ଗାଁରେ ସବୁ ଡେଭୋଟି ମାନଙ୍କ ସହିତ ବାହାରିଲୁ। ଆଉ ଏଥିପାଇଁ ହଉଛି ମୋର ଗୋଟେ ଟିକେଟ ଫି ବି ଆମର ଗୋଟେ ସ୍କଲାରସିପ ଥିଲା, ତ ସେଇଥିରୁ ବି ମୁଁ ପେ କରିଥିଲି ଟିକେଟ ଫି ଟା। ଆଉ ତାପରେ 13 ତାରିଖ ଦିନ ବାହାରିଲୁ। ସେଦିନ ସମସ୍ତେ ଭୁବନେଶ୍ୱରରୁ ଚଢିଥିଲେ, ମୁଁ ଯେହେତୁ କଟକରେ ରହୁଛି ତ କଟକରୁ ମୁଁ ଚଢିଥିଲି। ତାପରେ ଆମର ପହଞ୍ଚିଲୁ ସକାଳେ ସେଠି ଆମର ସେଠୁ ଆମେ ସକାଳେ ପହଞ୍ଚିଲୁ ହାୱଡାରେ। ହାୱଡାରୁ ଲୋକାଲ ଟ୍ରେନ ଧରିକି ନବଦ୍ୱୀପ ଧାମ ଗଲୁ। ସେଠି ନବଦ୍ୱୀପ ଧାମରେ ପହଞ୍ଚିଲା ପରେ ସମସ୍ତେ ଆମେ ଦଣ୍ଡବତ ପ୍ରଣାମ କଲୁ, ଯେହେତୁ ନବଦ୍ୱୀପ ଧାମ ଚୈତନ୍ୟ ମହାପ୍ରଭୁଙ୍କର ହଉଛି ଆମର ଲୀଳାସ୍ଥଳୀ, ଜନ୍ମସ୍ଥଳୀ। ସେଥିପାଇଁ ସେଠି ସମସ୍ତେ ନବଦ୍ୱୀପ ଧାମରେ ପହଞ୍ଚିଲା ପରେ ଦଣ୍ଡବତ ପ୍ରଣାମ କଲୁ। ତାପରେ ବାହାରିଲୁ ଆମର ମାୟାପୁରକୁ। ସେଠି ଗଙ୍ଗା ଘାଟ ପାର ହେଇକି ବୋଟରେ ତାର ଯୋଉ ମାନେ ମାନେ ସିନେରୀ ଥିଲା ତ ବହୁତ, ମାନେ ଭଗବାନଙ୍କ ଯୋଉ ସବୁ ଟେମ୍ପଲ ବି ଦେଖା ହଉଥିଲା ଘାଟର ସେପଟକୁ। ମାୟାପୁରର ଯୋଉ ଥାଏ ତାର ଚୂଡା ଯୋଉଟା, ସେଟା ବଢିଆ ଦେଖା ହଉଥିଲା। ଗୋଲ୍ଡେନ ଗୋଲ୍ଡେନ ଆମର ତାର ବ୍ଲୁ କଲର ର ଯୋଉ ଥିଲା ସିନେରୀ, ଉପରକୁ ମାନେ ଗଙ୍ଗା ଘାଟରୁ ଯୋଉ ଦର୍ଶନ ଟା ମିଳେ ଯୋଉଟା, ସେଇଟା ଭଲ ଲାଗିଲା। ଆଉ ତାପରେ ଆମେ ପହଞ୍ଚିଲୁ ସେଠି ପ୍ରଭୁଜୀ ତାପରେ ଟୋଟୋ ଧରିକି ଆମର ବେଶ କୁ ସେଠି ପ୍ରଭୁଜୀ ମାନେ ବୁଝାବୁଝି କରିଥିଲେ। ସେଠିକି ଯାଇକି ସମସ୍ତେ ପହଞ୍ଚିଲୁ ଫ୍ରେଶ ହେଇକି। ତାପରେ ସେଠି ବାହାରି ଗଲୁ ଆମର ପ୍ରଭୁପାଦଙ୍କର ପୁଷ୍ପ ସମାଧି ଆଉ ଆମର ମାୟାପୁର ଚନ୍ଦ୍ରୋଦୟ ଟେମ୍ପଲ, ସେଠି ହଉଛି ଦର୍ଶନ କଲୁ। ପ୍ରଥମେ ଗଲୁ ଆମର ଶିଲ ପ୍ରଭୁପାଦଙ୍କର ପୁଷ୍ପ ସମାଧି ଯୋଉଟା ରହିଛି ଆମର ମାୟାପୁର ଚନ୍ଦ୍ରୋଦୟ ସାଇଡ କୁ। ସେଠି ପ୍ରଭୁପାଦଙ୍କର ସୁବର୍ଣ୍ଣ ମାନେ ଗୋଲ୍ଡେନ କଲର ର ଆଇଡଲ ବିଗ୍ରହ ସେଠି ଥିଲେ। ବହୁତ ସୁନ୍ଦର ଲାଗୁଥିଲେ ପ୍ରଭୁପାଦ। ଆଉ ସେ ପୁଷ୍ପ ସମାଧିରେ ହଉଛି ଉପରକୁ ଯିବାର ବି ଥିଲା, କୌଣସି କାରଣବଶତଃ ଆମେ ଯାଇପାରିନଥିଲୁ ଉପରକୁ, ମାନେ ଛାତ ଉପରକୁ। ତ ତାର କାନ୍ଥରେ ସବୁ ପ୍ରଭୁପାଦଙ୍କର ମାନେ ଲୀଳା ସବୁ ବର୍ଣ୍ଣନା ହେଇଥିଲା, ବଢିଆ ବଢିଆ ପାସ୍ ଟାଇମ ସବୁ ପ୍ରଭୁପାଦଙ୍କର, ମାନେ ଚୈତନ୍ୟ ମହାପ୍ରଭୁକୁ ଯୋଉ ସବୁ କେମିତି କଣ ମାନେ ପ୍ରେଜେଣ୍ଟ କରୁଥିଲେ, ତାର ସବୁ ଲୀଳା ସବୁ ବର୍ଣ୍ଣନା ହେଇଥିଲା। କେମିତି କୋଉଠି କାହାକୁ ସନ୍ନ୍ୟାସ ଦେଇଥିଲେ, ଆଉ ଏମିତି ସବୁ ବର୍ଣ୍ଣନା ଥିଲା। ତାର ଛାତ ଉପରେ ବି ବିଭିନ୍ନ ସବୁ ଭଗବାନଙ୍କର ସବୁ ପେଣ୍ଟିଂ ହେଇଥିଲା। ତାପରେ ବୁଲି ସାରିକି ପୁଷ୍ପ ସମାଧି ବୁଲି ସାରିକି ଆମେ ଯାଇଥିଲୁ ମାୟାପୁର ଚନ୍ଦ୍ରୋଦୟ ଟେମ୍ପଲ କୁ ଦର୍ଶନ କରିବାକୁ। ତ ସେଠି ଦର୍ଶନ କଲୁ ଶ୍ରୀ ରାଧା ମାଧବ, ଆମର ଅଷ୍ଟସଖୀ ବୃନ୍ଦ। ଆଉ ପ୍ରଥମେ ତ ପଞ୍ଚତତ୍ଵ ଭଗବାନଙ୍କୁ ଦର୍ଶନ କଲୁ, ତାପରେ ଅଷ୍ଟସଖୀ ବୃନ୍ଦ ଆଉ ରାଧାମାଧବଙ୍କୁ ଦର୍ଶନ କଲୁ। ବହୁତ ବଢିଆ ମାନେ ଶୃଙ୍ଗାର ହେଇଥିଲା। ଆଉ ତାପରେ ସେଠି ଗୋଟେ ବୈଷ୍ଣବ ମାନଙ୍କର ସବୁ, ମାନେ ପ୍ରଭୁପାଦଙ୍କ ଯେତିକି ସନ୍ନ୍ୟାସ ଡିସାଇପଲ ତାଙ୍କର ବି ସମାଧି ସ୍ଥଳ ସେଠି ଗୋଟେ ମାନେ ଥିଲା। ସେଠି ଭକ୍ତି ତୀର୍ଥ ସ୍ୱାଇଁ ମହାରାଜ ଯିଏକି ଆମର ବୋଧେ ସାଉଥ ଆଫ୍ରିକାର ସେ ଜଣେ ମହାରାଜ, ତାଙ୍କର ସମାଧି। ଆଉ ଆମର ପୁଷ୍ପ ସମାଧି ଥିଲା ଆମରଙ୍କର ଗୋରଗୋବିନ୍ଦ ସ୍ୱାଇଁ ମହାରାଜଙ୍କର, ତାଙ୍କର ବି ପୁଷ୍ପ ସମାଧି। ଭକ୍ତି ଚାରୁ ସ୍ୱାଇଁ ମହାରାଜ ତାଙ୍କର ବି ପୁଷ୍ପ ସମାଧି ସେଇଠି ଥିଲା। ସବୁ ବୈଷ୍ଣବ ମାନଙ୍କର କୃପା ଆଶୀର୍ବାଦ ଗ୍ରହଣ କରିକି ତାପରେ ସେଦିନ ବି ପ୍ଲାନ୍ ଥିଲା କି ନବଦ୍ୱୀପ ଆମର ଧାମେଶ୍ଵର ଗୌରାଙ୍ଗ ଆଉ ଜଗନ୍ନାଥ ଦାସ ବାଜି ମହାରାଜଙ୍କର ଯୋଉ ସମାଧି ପୀଠ ସୁନାର ଗୌରାଙ୍ଗ ଏସବୁ ଭ୍ରମଣ କରିବାର, ତ କୌଣସି କାରଣବଶତଃ ସିଏ କ୍ୟାନସେଲ ହେଇଯାଇଥିଲା। ଆଉ ତାପରେ ପ୍ରସାଦ ପାଇକି ପୁଣି ବେଶ କୁ ପଳେଇଥିଲୁ। ତାପର ଦିନ ପୁଣି ଆମର ବେଶ ରେ ହଉଛି ସବୁ ଫ୍ରେଶ ହେଇକି ମଙ୍ଗଳ ଆରତି ଗଲୁ। ତିନିଟା ତିନିଟାରୁ ସମସ୍ତେ ଆମେ ଲାଇନ ଲଗେଇଛୁ ଗୋଟିଏ ଦିଟା ବାଥରୁମ ପାଇଁ। ସମସ୍ତେ ଆମେ ଲାଇନ ଲଗେଇଛୁ ଆମର ବାଥରୁମ ରେ। ଆଉ ତାପରେ ଫ୍ରେଶ ହେଇକି ବାହାରିଲୁ ମଙ୍ଗଳ ଆରତୀ।
ମଙ୍ଗଳା ଆଳତୀରେ ଆମର ଦର୍ଶନ ସେଠି ଗଲୁ ଆମର ରାତିରେ 3ଟା ପାଖାପାଖି, 3ଟା 4ଟା ପାଖାପାଖି, 3ଟାରେ ତ ଆମର ଏଠି ଇଏ ହେଲୁ। ତାପରେ ଦର୍ଶନ କଲୁ ଆମର ଦର୍ଶନ ପଞ୍ଚତତ୍ଵ ଭଗବାନଙ୍କୁ, ତାପରେ ନୃସିଂହଦେବ, ଆମର ରାଧା ମାଧବ ଅଷ୍ଟସଖୀ, ତାପରେ ସେ ପ୍ରଭୁପାଦ ଯୋଉ ସାମ୍ନାକୁ ଅଛନ୍ତି ଯୋଉ ସେଠି। ତାପରେ ଜପ କଲୁ ଆମର ପରମ ପୂଜ୍ୟ ଲୋକନାଥ ସ୍ୱାମୀ ଗୁରୁ ମହାରାଜ ତାଙ୍କ ସାମ୍ନାରେ, ମାନେ ପ୍ରଥମ ଥର ପାଇଁ ଗୁରୁ ମହାରାଜଙ୍କୁ ସାମ୍ନାରୁ ଦେଖିଲି। ଯାହା ହଉ ଗୁରୁ ଗୌରାଙ୍କର କୃପା, ଆଉ ଆଉ ସାଧୁ ସଙ୍ଗର ବି କୃପା। ଆଉ ତାପରେ ହଉଛି ଆମେ ପଳେଇ ଆସିଲୁ ବେଶ କୁ ବୋଧେ ଜପ ସାରିକି। ତାପରେ ସରି, ଦର୍ଶନ ଆରତି ସାରିକି ବେଶ କୁ ପଳେଇ ଆସିଥିଲୁ। ସେଠୁ ଆମେ ଗୋଟେ ପ୍ରସାଦ ହେଇଥିଲା, ଝାଲ ମୁଢି ପ୍ରସାଦ, ବିଲ୍ୱମଙ୍ଗଳ ପ୍ରଭୁଜୀ ଆଉ ମଥୁରାଇଶ ପ୍ରଭୁଜୀ, ସଞ୍ଜୟ ପ୍ରଭୁଜୀ, ଗୌରାଙ୍ଗ ପ୍ରଭୁଜୀ, ଆଉ ଆମର ସବୁ ପ୍ରଭୁଜୀ ମାନେ ମିଶିକି ଆମେ ଝାଲ ମୁଢି ପ୍ରସାଦ ଗୋଟେ ହେଇଥିଲା, ସେଟା ପାଇକି ଆମେ ବାହାରି ଗଲୁ ଆମର ଯୋଉ ୟୋଗପୀଠ ମନ୍ଦିର ଅଛନ୍ତି, ଯୋଉ ମାୟାପୁରୀ ୟୋଗପୀଠ, ଯୋଉଠିକି ଚୈତନ୍ୟ ମହାପ୍ରଭୁଙ୍କର ଯୋଉ ଜନ୍ମସ୍ଥଳୀ। ସେଠି ପ୍ରଥମେ ତ ହଉଛି ଯୋଉ ନିମ୍ବ ବୃକ୍ଷ ଅଛନ୍ତି, ଯୋଉଠି ଯାହାର ତଳେ ହଉଛି ଜଗନ୍ନାଥ ମିଶ୍ର ପିତା, ଆଉ ମାତା ହଉଛନ୍ତି ଆମର ସଚୀ ମାତା। ତାଙ୍କ କୋଳରେ ଶ୍ରୀମାନ ଚୈତନ୍ୟ ମହାପ୍ରଭୁ, ଯିଏ କି କଳି ଯୁଗରେ ସ୍ଵୟଂ ରାଧାକୃଷ୍ଣ ମିଳିତ ତନୁ, ତାଙ୍କର ଆବିର୍ଭାବ ସେଇଠି ହେଇଥିଲା, ଯାହା ଆମର ଶାସ୍ତ୍ରରୁ ପ୍ରମାଣ ମିଳେ, ସାଧୁଗୁରୁ ବୈଷ୍ଣବ ମାନେ କୁହନ୍ତି। ତ ସେଠି ଦର୍ଶନ କଲା ପରେ ସେଠି ଆମର ହଉଛି ଅ ଆମର ଗୌର ଗଦାଧର, ସେଠି ତାଙ୍କୁ ଦର୍ଶନ କଲୁ। ତାପରେ ପଞ୍ଚତତ୍ଵ ବି ସେଠି ଥିଲେ, ଆଉ ରାଧା ରାଧା ମାଧବ ବି ଥିଲେ, ତାଙ୍କୁ ଦର୍ଶନ କଲୁ ଗୋଟେ ଅଲ୍ଟରରେ। ଆଉ ତାପରେ ତାପରେ ସମାଧି ପୀଠ ଆମର ହଉଛି ଏଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ସମାଧି ପୀଠ ଥିଲା, ସେଠିକି ବି ଗଲୁ। ସେଠି ଦର୍ଶନ କଲୁ, ଯିଏ କିି ଆମର ଶିଲ ପ୍ରଭୁପାଦ ଅଭୟଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ଶିଲ ପ୍ରଭୁପାଦଙ୍କର ଗୁରୁ ମହାରାଜ, ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ତାଙ୍କର ସମାଧି। ଆଉ ତାପରେ ସେଠି ମାନେ ଶ୍ୟାମକୁଣ୍ଡ ରାଧାକୁଣ୍ଡ ବି ଥିଲେ। ପ୍ରଭୁଜୀ ଗୋଟେ ଭଲ କଥା କହିଲେ ସେଠି, କି ଆକୁ କେବେ ରେପ୍ଲିକା ଭାବିବା କଥା ନୁହଁ, ଯେ କି ଏଟା ମାନେ ବୃନ୍ଦାବନ ମାନେ ଶ୍ୟାମକୁଣ୍ଡ ରାଧାକୁଣ୍ଡ ଅଲଗା, ଆଉ ନବଦ୍ୱୀପ ର ଶ୍ୟାମକୁଣ୍ଡ ରାଧାକୁଣ୍ଡ ଅଲଗା। ତ ଏଇଟା କେବେ ଭାବିବା କଥା ନୁହଁ, ଏଇଟା ବି ଗୋଟେ ଅପରାଧ। ଆଉ ତାପରେ ସେଠି ଗିରିରାଜ ଗୋବର୍ଦ୍ଧନ ବି ସେଠି ଥିଲେ। ଆଉ ଯାହାପରେ କି ମାନେ କୃଷ୍ଣ ଏମିତି ଛିଡା ହେଇଥିଲେ ଗୋବର୍ଦ୍ଧନକୁ ଧରିକି। ତାପରେ ଆମେ ଷଡଭୁଜ ଗୌରାଙ୍ଗ ବି ସେଇଠି ଥିଲେ, ବଢିଆ ଦେଖା ଯାଉଥିଲେ। ତାଙ୍କର ଯୋଉ ପୋଜରେ ଛିଡା ହେଇଥିଲେ, ମାନେ କୃଷ୍ଣଙ୍କର ହାତ ଥିଲା, ଆଉ ତାର ବଂଶୀ ବି ଧରିଥିଲେ, ଆଉ ରାମଙ୍କର ବି ଧନୁ ତୀର ବି ଧରିଥିଲେ, ଆଉ ତା ସହିତ ଦଣ୍ଡ ଆଉ ସନ୍ନ୍ୟାସ ଦଣ୍ଡ ଆଉ କମଣ୍ଡଳ ବି ଧରିଥିଲେ। ଆଉ ସେଠି ବି ଦର୍ଶନ କଲୁ ଷଡଭୁଜ ଗୌରାଙ୍ଗ ମହାପ୍ରଭୁଙ୍କର। ଆଉ ତାପରେ ବାହାରିଥିଲୁ ଆମେ, ଯୋଉ ମୁରାରୀ ଗୁପ୍ତ ଅଛନ୍ତି, ଯିଏ କି ଆମର ଅ ଗୌଡୀୟ ବୈଷ୍ଣବ ମାନେ ଇଏର ଜଣେ ଆଚାର୍ଯ୍ୟ, ଯିଏ କି ମାନେ ତୃତୀୟ ଯୁଗରେ ସିଏ ହନୁମାନଙ୍କ ଇଏ ମାନେ ରୂପରେ ସିଏ ଆସିଥିଲେ, ଯିଏ କି ରାମଙ୍କ ସେଠି ବି ଆମେ ସେ କଣ ଥିଲା ସେ ଶ୍ରୀପାଦ ସମଥିଙ୍ଗ, ମୁରାରୀ ଗୁପ୍ତ ଶ୍ରୀପାଦ, ଯୋଉଠି କି ହଉଛି ରାମ ଲକ୍ଷ୍ମଣ ସୀତା ଆଉ ହନୁମାନ, ଯିଏ କି ମୁରାରୀ ଗୁପ୍ତ ଗୌର ଲୀଳାରେ ଯିଏ ମୁରାରୀ ଗୁପ୍ତର ରୋଲ ପ୍ଲେ କରନ୍ତି। ତ ସିଏ ବି ସେଇଠି ଆମେ ଦର୍ଶନ କଲୁ ତାଙ୍କୁ, ସେଠି ବହୁତ ଆନନ୍ଦ ଆସିଲା। ତାପରେ ତାପରେ ସାୟଦ ଆମେ ଯାଇଥିଲୁ ଶିବାସାଙ୍ଗନ, ଯୋଉଠି କିି ମାନେ ଶ୍ରୀବାସ ଠାକୁରଙ୍କର, ଯୋଉଟା କି ସେଇଠି ଶିବାସ ଠାକୁର ଆଉ ଚୈତନ୍ୟ ମହାପ୍ରଭୁ ଆଉ ଯେତିକି ଶୁଦ୍ଧ ଭକ୍ତ ମାନେ ଗୌଡୀୟ ବୈଷ୍ଣବ ଧାରାର, ସେମାନେ କୀର୍ତ୍ତନ କରନ୍ତି ସେଠି। ତ ଆମର ଓମ ପ୍ରଭୁଜୀ ଯୋଉ କଥା କହିଲେ କି ଆମର କେବଳ ଶୁଦ୍ଧ ଭକ୍ତ ମାନଙ୍କୁ ହିଁ ସେଠି ଆଲାଉ ଥିଲା, ମାନେ ଅ ସାଧାରଣ ଭକ୍ତ ମାନଙ୍କୁ ଆଲାଉ ନଥିଲା ସେଠିକି, କିନ୍ତୁ ଏବେ ପ୍ରାୟ ସମସ୍ତେ ସେଠିକି ଯାଉଛନ୍ତି, ଦର୍ଶନ କରୁଛନ୍ତି। ଆଉ ସେଇଟା ବି ମାନେ ଫାଷ୍ଟ ସେଇଠୁ କୀର୍ତ୍ତନ ଷ୍ଟାର୍ଟ ହେଇଥିଲା, ଆମର ଚୈତନ୍ୟ ମହାପ୍ରଭୁ ଷ୍ଟାର୍ଟ କରିଥିଲେ ସେଇଠୁ। ତାପରେ ଆମେ ଅ ଗୌର ଗଦାଧର ବି ସେଇଠି ଥିଲେ ବୋଧେ, ଆମର ସେ ଯୋଉ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଯୋଉ ସମାଧି ଅଛି ସେଠି, ତାଙ୍କର ବିଗ୍ରହ ଯୋଉ ପୂଜା କରୁଥିଲେ, ଗୋଟେ ସରସ୍ଵତୀର ପ୍ରାଣଧନ ହେ
ଗନ୍ଧର୍ବିକା ଗିରିଧାରୀ ଗନ୍ଧର୍ବିକା ଗିରିଧାରୀ ରାଧେ। ସେ ଯୋଉ ଆମର କୋଟେସନ ଟା ମିଳେ ଆମର ସବୁ ଆଚାର୍ଯ୍ୟ ମାନଙ୍କର ଯୋଉ କୋଉ ବିଗ୍ରହ ସେଇଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଯୋଉ ବିଗ୍ରହ ଅଛନ୍ତି ଆ, ଆମର ରାଧା ଗନ୍ଧର୍ବିକା ଗିରିଧାରୀ ତାଙ୍କୁ ଦର୍ଶନ କଲୁ। ତାପରେ ଆସିଲୁ ଆମେ ପୁଣି ପଳେଇ ଆସିଲୁ ବୋଧେ ଆମର ବେସ୍ କୁ। ତ ସେଠି ପ୍ରସାଦ ପାଇକି ଟିକେ ରେଷ୍ଟ କଲୁ। ତାପରେ ପୁଣି ହଉଛି ତା ପର ଦିନ ସକାଳକୁ ବୋଧେ ଲାଷ୍ଟ ଦିନ ସେଇଟା ହିଁ ଥିଲା, ସେଇଦିନ ରାତିରେ ବାହାରିବାର ଥିଲା 16 ତାରିଖ। ଆଉ ସେଦିନ ଆମେ ପ୍ରଥମେ ମଙ୍ଗଳାରତି ଦର୍ଶନ କରି ସାରିକି ମାୟାପୁର ଚନ୍ଦ୍ରୋଦୟ ଟେମ୍ପଲ ଯୋଉଟା କି ଇସ୍କନ ଟେମ୍ପଲ ସେଠି ଦର୍ଶନ କରି ସାରିକି ଆମର ଦର୍ଶନ ଆଳତି ସରିଲା। ସେଠି ବି ଗୋଟେ ମାନେ ମୁଁ ଆଉ ଆମର ଧୋତି ଟା ମୋର ବି ଗୋଟେ ନେଇଥିଲି। ଆଉ ସେଠି ବି ହଉଛି ଶୁଖି ନଥିଲା ସେ ଧୋତି ଟା ମୁଁ ଧୋଇକି ଶୁଖେଇ ଦେଇଥିଲି ଶୁଖି ନଥିଲା। ଆଉ ସେଠି ପ୍ୟାଣ୍ଟ ପିନ୍ଧି ମୁଁ ପଳେଇଥିଲି ଆଉ ସେଠି ମାନେ ଛାଡିଲେନି। ମଙ୍ଗଳା ଆରତୀ ଯେତେବେଳେ ଗଲା ସମସ୍ତେ ପଳେଇଲେ ମଙ୍ଗଳା ଆରତୀ ମାନେ ଇଏ କରିବାକୁ ମତେ ଆଉ ଛାଡିଲେନି କହିଲେ କଳା ପ୍ୟାଣ୍ଟ ବି ପିନ୍ଧିଥିଲି ଯେ ମାନେ ବେରଙ୍ଗ ହେଲା ବେଳକୁ ସେ ସିକ୍ୟୁରିଟି ଇଏ ଛାଡୁନାହାନ୍ତି। ତ ସେଠି ସେ ମଙ୍ଗଳା ମାନେ ଟାଇମ ରେ ଆ ପ୍ରଭୁଜୀ ମାନେ ସବୁ ଭିତରେ ଥିଲେ ମୁଁ ହଉଛି ପଚାରିଲି କୋଉ ପଟେ କେମିତି ମାନେ ଯାଆନ୍ତି ଭିତରକୁ। ପୁରା ମାୟାପୁର ମାନେ ମନ୍ଦିର ଟା ବୁଲିଲି ଚାରିକର ଟୋଟାଲ ଛାଡିଲେନି କୋଉଠି। ତାପରେ ସେଇଠି ମୁଁ କଣ ଭାବିଲି କି ନାଇଁ ଯାଉଛି ଏଇଠି ମା ପଞ୍ଚତତ୍ଵଙ୍କ ସାମ୍ନାରେ ଯୋଉ ଟିକେ ମାନେ ସ୍ପେସ ଥିଲା ସେ ଯୋଉ ଗେଟ୍ ଆଗକୁ ସେଠି ବସିକି ଗୁରୁ ମହାରାଜଙ୍କ ଅନଲାଇନ ମୁଁ କହିଲି କଣ କରିବି ଏଇଠି ଅନଲାଇନରେ ଅଛି ଜୁମ୍ ଏଇଟା ଖୋଲିକି ଜପ କରିବି ବସିକି। ଆଉ ତାପରେ ପୁଣି ଦର୍ଶନାରତି ହେଲା ବେଳକୁ ବି ସେତେବେଳେ ବି ଛାଡିଲେନି। ସେ କହିଲେ କି ନାଇଁ ହଉଛି ସେପଟେ ଯାଅ ସେପଟେ ଗଲା ବେଳକୁ ଫୋନ ଟା ବି କହିଲେ ଫୋନ ନେଇକି ଆଲାଉ ନାହିଁ ଫୋନ ନେଇକି ସେଠି ଫୋନ ଟାକୁ ରେଜିଷ୍ଟର କରିବାକୁ ପଇଲା ସେଠି। ତାପରେ ପୁଣି ଆମର ଯୋଉ ଏଠି ଯୋଉଠି ଫୋନ ଇଏ କରନ୍ତି ଷ୍ଟୋର କରନ୍ତି ତ ସେଠି ଇଏ କରିକି ତାପରେ ଦର୍ଶନ ଆରତି ସାରିକି ଦର୍ଶନ କରିକି ପଞ୍ଚତତ୍ଵ ଭଗବାନ ରାଧା ମାଧବ ନୃସିଂହଦେବ ତାଙ୍କୁ ସବୁ ଦର୍ଶନ କରିକି ତାପରେ କଲ ଆସିଲା କି ପ୍ରଭୁଜୀ ମାନେ ବାହାରି ସାରିଥିଲେ ସେତେବେଳକୁ ଗୋଦ୍ରମ ଭିତରେ ବାହାରି ସାରିଥିଲେ ଆମର ଗଙ୍ଗା ଘାଟରେ ସେମାନେ ଥିଲେ। ତାପରେ ମୁଁ ହଉଛି ଟୋଟୋ ଧରିକି ପୁଣି ଗଙ୍ଗା ଘାଟ ଗଲି। ସେଠୁ ପୁଣି ଗୋଦ୍ରମ ଦେବ ବାହାରିଲୁ ସମସ୍ତେ ଆମେ ମିଶିକି। ଆଉ ପ୍ରଭୁଜୀ ବୋଧେ ପ୍ରଭୁଜୀ ବୋଧେ ସେଦିନ ଯାଇ ପାରିନଥିଲେ। ତାଙ୍କର ଟିକେ ଦେହ ଅସୁସ୍ଥ ରହିଯାଇଥିଲା ପେଟ ଖରାପ ଥିଲା। ଆଉ ତାପରେ ବିଲମଣି ପ୍ରଭୁଜୀଙ୍କ ଗାଇଡାନ୍ସ ରେ ଆମେ ଗୋଦ୍ରମ ଦେବ ଯାଇଥିଲୁ। ଯୋଉଠି କିି ମାନେ ନିତ୍ୟାନନ୍ଦ ପ୍ରଭୁଙ୍କର ଯୋଉ ଗୋଟେ ସଙ୍ଗ ଅଛି ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜନ ପତି ଅଛେ ନାମ ହଟ ଜୀବେର କାରଣ ମାନେ ପ୍ରଥମ ନାମ ହଟ ଯୋଉଟା କି କୁହନ୍ତି ଗୋଦ୍ରମ ଦେବୀ ଯୋଉଠି ମାନେ ଭକ୍ତିବିନୋଦ ଠାକୁରଙ୍କର ଯୋଉଟା ସେଠି ବି ରହିଛି ଭଜନ କୁଟୀର ଆଉ ତାଙ୍କର ଯୋଉ ଟେମ୍ପଲ ଅଛି ସୁରଭି ପ୍ରଥମେ ଗୋଦ୍ରମ ଦେବକୁ ଯାଇକି ସୁରଭି କୁଞ୍ଜ ଗଲୁ ସୁରଭି କୁଞ୍ଜ ଟେମ୍ପଲ ସେଠି ରାଧା ମାଧବ ଆମର ପଞ୍ଚତତ୍ଵ ଆଉ ଭକ୍ତିବିନୋଦ ଠାକୁରଙ୍କର ବିଗ୍ରହ ଥିଲେ ସେଠି ଦର୍ଶନ କଲୁ। ଆଉ ତାପରେ ଆସିଲା ଆମର ଭକ୍ତିବିନୋଦ ଠାକୁରଙ୍କର ଭଜନ କୁଟୀର ଯୋଉଠିକି ସେ ତାଙ୍କର ଭଜନ ହରିକା କରୁଥିଲେ ରହିକିରି। ଆଉ ସେଇଟା ହିଁ ତାଙ୍କର ଅରିଜିନାଲ ସମାଧି ପୀଠ ଥିଲା ବୋଲି ବିଲୁମଣ ପ୍ରଭୁଜୀ କହୁଥିଲେ। ଆଉ ସେଠି ହଉଛି ତାଙ୍କର ସବୁ ସ୍ମାରକୀ ସବୁ ଥିଲା ଭକ୍ତିବିନୋଦ ଠାକୁରଙ୍କର। ମାନେ ତାଙ୍କ ବେଡ ଥିଲା ତାଙ୍କର ଯୋଉ ଫ୍ୟାନ ଥିଲା ମାନେ କିରୋସିନ ସେଇଟାକୁ ପକେଇକି ଚଲାଉଥିଲେ ସେ ଫ୍ୟାନ ଟା ଇଲେକ୍ଟ୍ରିରେ ନୁହଁ। ଆଉ ବିଭିନ୍ନ ସବୁ ତାଙ୍କର କମଣ୍ଡଳୁ ବି ଥିଲା ଭକ୍ତିବିନୋଦ ଠାକୁରଙ୍କର। ଆଉ ତାଙ୍କର ମାଳା ଆଉ ତାଙ୍କର ବୁକ୍ ଯୋଉଗୁରା ସବୁ ଲେଖିଛନ୍ତି ସେଗୁରା ବି ତାର ପୁରୁଣା ବୁକ୍ ସବୁ ଥିଲା। ମାନେ ଲାଇବ୍ରେରୀ କପବୋର୍ଡ ବୋଧେ ବୋର୍ଡ ବୋର୍ଡ ଟାଇପ ର ଗୋଟେ ହେଇଥିଲା ସେଠି ଥିଲା। ତାପରେ ଆମେ ଯାଇଥିଲୁ ଅ ହରିହର ଟେମ୍ପଲ ବୋଧେ। ତାପରେ ଭକ୍ତିବିନୋଦ ଠାକୁରଙ୍କର ଇଏ ସାରିକି ଯୋଉ ଆମର ଭଜନ କୁଟୀର ଦର୍ଶନ କରି ସାରିକି ଯାଇଥିଲୁ ହରିହର ଟେମ୍ପଲ। ସେଠି ମାନେ ଅଧା ମାନେ ଯିଏ କୃଷ୍ଣ ବର୍ଣ୍ଣର ଅଛନ୍ତି ସିଏ ହଉଛନ୍ତି ହରି। ଆଉ ଯିଏ ଶ୍ଵେତ ବର୍ଣ୍ଣର ଅଛନ୍ତି ଯୋଉ ପାର୍ଟ ସିଏ ହଉଛନ୍ତି ମହାଦେବ। ତାଙ୍କର ମିଳିତ ରୂପ ସେଠି ଦର୍ଶନ କରି ମାନେ ସୌଭାଗ୍ୟ ପାଇଲୁ। ଯୋଉ ଆମର ବର୍ଣ୍ଣନା ଅଛି ଯେମିତି କିି ମାନେ ଭକ୍ତ ଭଗବାନଙ୍କର ଯୋଉ ଇଏ ବୈଷ୍ଣବାନମ ଯଥା ଶମ୍ଭୁ ସେଠି ଦର୍ଶନ କଲୁ। ଆଉ ତାପରେ ଆମର ଏଠି
ଲାଷ୍ଟ ଗଲୁ ଏଠି ଆମର ଠାକୁର ତାଲାରେ ଯୋଉ ନୃସିଂହ ଟେମ୍ପଲ ଅଛନ୍ତି ଆମର, ସେଠି ଅଳକାନନ୍ଦା ନଦୀ ବହିଛନ୍ତି। ତ ସେଠି ଦର୍ଶନ କରିସାରିକି, ସେଇଟା ହିଁ ବୋଧେ ଲାଷ୍ଟ ଡେ ଥିଲା ଆମର ମାୟାପୁରରେ। ତ ସେଠି ଦର୍ଶନ କରିସାରିକି ଆମେ ପଳେଇ ଆସିଲୁ ବେସ୍ କୁ। ସେଠୁ ପ୍ୟାକିଂ କରିକି ତାପରେ ସେଠୁ ବାହାରିଲୁ ଆମେ ନବଦ୍ୱୀପ ଷ୍ଟେସନକୁ। ତ ସେଠି ଲାଷ୍ଟରେ ମାୟାପୁର ଚନ୍ଦ୍ର ଟେମ୍ପଲ ପ୍ରସାଦ ହେରିକା ଯାହା ନବାର ଥିଲା, ଯେ ଭକ୍ତ ମାନେ ସବୁ କିଣିଲେ। ଆଉ ଯାହା ହଉଛି ସେବାର ସାମଗ୍ରୀ ସବୁ ଭକ୍ତ ମାନେ କିଣିଲେ। ତାପରେ ଆସିକି ଷ୍ଟେସନରେ ପହଞ୍ଚିଲୁ। ତାପରେ ହରିବୋଲ, ଇଏ ହଉଛନ୍ତି ଆମର ଭକ୍ତିବିନୋଦ ଠାକୁରଙ୍କର ଯୋଉ ସୁରଭି କୁଞ୍ଜ ଥିଲା, ସିଏ ବୋଧେ ତାର ରାଧା ମାଧବ ସେଇଠି ପ୍ରଭୁଜୀ ଦର୍ଶନ କରୁଛନ୍ତି। ଆଉ ହଁ, ସେକେଣ୍ଡ ଡେରେ ଆମେ ଏଠିକି ଯାଇଥିଲୁ ଯୋଉ ଆମର ରାଜାପୁର ଯୋଉ ଟେମ୍ପଲ ଅଛନ୍ତି, ସେଠିକି ବି ଯାଇଥିଲୁ। ସେଟା ମୁଁ ଭୁଲି ଯାଇଥିଲି କହିବାକୁ। ଯୋଉଟା କି ସେକେଣ୍ଡ ଡେ ରେ ଯାଇଥିଲୁ, ସେକେଣ୍ଡ ଡେ ର ଲାଷ୍ଟ ବୋଧେ ସେଇଠି ଥିଲା। କାରଣ ତା ପରଦିନ ଆମେ ପଳେଇ ଆସିବାର ଥିଲା ଭୁବନେଶ୍ଵରକୁ। ରାଜାପୁରରେ ସେଠି ଆମର ଜଗନ୍ନାଥ, ବଳଦେବ, ସୁଭଦ୍ରା ମହାରାଣୀ, ସୁଦର୍ଶନ ଚକ୍ର ଅଛନ୍ତି। ଆଉ ଗୌର ସୁମନ୍ତିନୀ ମାତା ଅଛନ୍ତି। ସୀମନ୍ତିନୀ, ଯେହେତୁ ସୀମନ୍ତିନୀ ମାନେ ସିନ୍ଦୁର ସିନ୍ଥି, ବେଙ୍ଗଲୀରେ ସିନ୍ଥିକୁ ଯୋଉ ସିନ୍ଦୁର ପିନ୍ଧନ୍ତି, ସେଇଟାକୁ ସୀମନ୍ତ କୁହାଯାଏ। ତ ସେଇ ଦୀପଟା ହଉଛି ସୀମନ୍ତ ଦୀପ ଥିଲା, ଯୋଉ ଯାର ମାନେ ଇଏ ଥିଲେ ମାନେ କଣ କିଙ୍ଗ ଥିଲେ କି ଗୌର ସୀମନ୍ତିନୀ ମାତାଜୀ, ସେ ଯୋଉ ଅଛନ୍ତି ଦର୍ଶନ କରିଥିବେ ମାୟାପୁର ଟେଲିଭିଜନରେ। ତାପରେ ଆମର କ୍ଷେତ୍ରପାଲ ମହାଦେବ ବି ସେଇଠି ଥିଲେ, ଯିଏ କି ପୁରା ମାୟାପୁର ଧାମ ଯୋଉ କ୍ଷେତ୍ର ଅଛି ତାର ରକ୍ଷକ। ସେଠି ଦର୍ଶନ କରି ସାରିଲୁ, ସେଟା ସେକେଣ୍ଡ ଡେ ଥିଲା। ତାପରେ ତାପରେ ଲାଷ୍ଟ ଡେ ରେ ଆମେ ଯୋଉ ବେସ ରୁ ବାହାରି ଆସିଲୁ, ତାପରେ ନବଦ୍ୱୀପରେ ମାନେ ଇଏ କଲୁ। ସେଠି ଆସିଲୁ ଷ୍ଟେସନ କୁ। ତାପରେ ସେଠି ବହୁତ ମାନେ ଦୁଃଖ ଲାଗିଲା, ଯେହେତୁ ମାନେ 2 ଦିନ ରହିଥିଲୁ। ଆହୁରି ମାନେ 20% ବି କହିବାକୁ ଗଲେ ମାନେ ଭ୍ରମଣ ଦର୍ଶନ କରିଥିଲୁ। ଚୈତନ୍ୟ ମହାପ୍ରଭୁଙ୍କର ଲୀଳାସ୍ଥଳୀ ଯେତିକି ରହିଲା, ତାର 20% ହିଁ ଦର୍ଶନ କରିଥିଲୁ ବୋଧେ, ମୁଁ ଯେତିକି ଭାବୁଛି। ଆହୁରି 80% ରହିଯାଇଛି, ଆମେ ଯାହାକି ଦେଖିବୁ ଆର ନେକ୍ସଟ ମାନେ ବର୍ଷ ଯଦି ସୌଭାଗ୍ୟ ପ୍ରାପ୍ତ ହୁଏ ଭଗବାନଙ୍କ ଦୟାରୁ, ଗୁରୁ ଗୌରାଙ୍କ କୃପାରୁ, ତ ନେକ୍ସଟ ଯେତିକି 80% ବି ବଳି ଯାଇଛି, ତାର ବି ଦର୍ଶନ କରିବୁ। ଆଉ ତାପରେ ଯୋଉ ଛାଡିକି ଆମେ ଆସିଲୁ ନବଦ୍ୱୀପ ଧାମକୁ, ସେଠି ବହୁତ ଦୁଃଖ ଲାଗିଲା। ଯାକୁ ଟିକେ ମାନେ ଏତେ 2 ଦିନ ରହିଥିଲୁ, ଦର୍ଶନ କରିଥିଲୁ, ମହାପ୍ରଭୁଙ୍କ ସଙ୍ଗ ସାନିଧ୍ୟ, ଶୁଦ୍ଧ ଭକ୍ତ ମାନଙ୍କର ସଙ୍ଗ ସାନିଧ୍ୟ ପାଉଥିଲୁ। ଆଉ ଶେଷ ବେଳକୁ ବହୁତ ଟିକେ କଷ୍ଟ ଲାଗିଲା ଆସିଲା ବେଳକୁ। ଆଉ କଣ କରିବା ଆଉ, ସେଠୁ ଦଣ୍ଡବତ ପ୍ରଣାମ କରିକି ସବୁ ଆସିଲୁ ହାଉଡାକୁ। ତାପରେ ଆସିଲୁ, ପହଞ୍ଚିଲୁ ଭୁବନେଶ୍ଵରରେ। ଆଉ ତ ଏଠି ମାନେ ମଥୁରାଇଜ ପ୍ରଭୁଜୀ, ଆମର ବିଲ୍ୱମୂଳ ପ୍ରଭୁଜୀ, ସଞ୍ଜୟ ପ୍ରଭୁଜୀ, ଆଉ ଗୌରାଙ୍ଗ ପ୍ରଭୁଜୀ, ଆମର କାଳିନ୍ଦୀ ପ୍ରଭୁଜୀ, ଏସବୁ ପ୍ରଭୁଜୀ ମାନେ ବହୁତ ମାନେ ଦାୟିତ୍ୱ ନେଇଥିଲେ। ଆଉ ବିଶେଷ କରି ବିଲ୍ୱମୂଳ ପ୍ରଭୁଜୀ, ମଥୁରାଇଜ ପ୍ରଭୁଜୀ, ତ ତାଙ୍କୁ ବି ବିଶେଷ ବିଶେଷ ଧନ୍ୟବାଦ। ତାଙ୍କ ସହାୟତା ବିନା ବି ଆମେ ଯାଇପାରିନଥାନ୍ତୁ। ଆଉ ପ୍ରଭୁଜୀ ଯୋଉ ଦେଖଉଥିଲେ ଆମର କାଲକୁଲେସନ କେତେ କଣ ହେଇଛି କାହାର, ଆଉ ପ୍ରଭୁଜୀ ମଥୁରାଇଜ ପ୍ରଭୁଜୀ ବୋଧେ ବହୁତ ଟିକେ ମାନେ ସପୋର୍ଟ କରିଛନ୍ତି। ନହେଲେ ମାନେ ଅଧାରୁ ଅଧିକ ସପୋର୍ଟ ମଥୁରାଇଜ ପ୍ରଭୁଜୀ ଦେଇଛନ୍ତି। ଆଉ ଆଉ କଣ କହିବି, ଏତିକି ଯାହା ଯେତିକି ସମ୍ଭବ କହିଲି। ଆହୁରି ବି ରହିଯାଇଛି, ହେଲେ ହଉଛି କହିବାକୁ ଯେ ଟାଇମ ହଉଛି ହେଇଗଲାଣି। ପରେ କେବେ ହଉଛି ଯଦି ନେକ୍ସଟ ଥର ଗଲେ ତାର ପୁଣି ଭଗବାନଙ୍କ ଦୟାରୁ କହିବି। ତ ଏତିକି କହି ମୁଁ ଏଇଠି ମାୟାପୁରର ଅନୁଭୂତି, ତାର ଯୋଉ ବକ୍ତବ୍ୟ ଥିଲା ଶେଷ କରୁଛି। ଆଉ ସମସ୍ତ ଭକ୍ତ ମାନଙ୍କୁ ମୋର ମାନେ କ୍ଷମା ପ୍ରାର୍ଥନା, ଯଦି କିଛି ତ୍ରୁଟି ରହିଯାଇଥାଏ କ୍ଷମା କରିବେ। ଆଉ ଏତିକି କହିବି ଆଉ। ହରେ ରିଚୁଆଲ କୃଷ୍ଣ। କମିଟମେଣ୍ଟ ରିଚୁଆଲ ଆଜ୍ଞା, କମିଟମେଣ୍ଟ। ଆଜ୍ଞା କହୁଛି, ଆଜ୍ଞା କହୁଛି, ଭୁଲି ଯାଇଥିଲି। ଏଇ ମାନେ ଆଗରୁ ମାନେ ମାଳା ହଉନଥିଲା ମୋର, ବିଶେଷ ଏବେ ମାନେ ମାଳା କରିବାକୁ ମାନେ ଭଗବାନଙ୍କୁ ପ୍ରାର୍ଥନା କରିକି ମାଳା କେମିତି ହଉ ମୋର ଅଧିକ। ଆଉ ତାପରେ ପ୍ୟୁରିଟି କେମିତି ମେଣ୍ଟେନ କରିବି ଭଗବାନଙ୍କ ସେବା ପାଇଁ। ଆଉ ଭଗବାନଙ୍କୁ ପ୍ରସାଦ ଲଗେଇବି ଡେଲି। ଡେଲି ବେସିସରେ ପ୍ରସାଦ ଲଗେଇବାକୁ ଟ୍ରାଏ କରିବି।
ଆଉ ଜପ ସେସନ ବି ଡେଲି ମୁଁ ଟିକେ ଆଟେଣ୍ଡାନ୍ସ ମୋର ହଉନି, ଜପ ସେସନ ବି ଡେଲି ମାନେ ଆଟେଣ୍ଡ କରିବି। ଆଉ ଟ୍ରାଏ କରି ପ୍ରଭୁଜୀଙ୍କର ମଥୁରାଜ ପ୍ରଭୁଜୀଙ୍କର ଗାଇଡାନ୍ସ ରେ ମାନେ ରହିବି। ଆଉ ଗୁରୁ ଗୋରାଙ୍କ ଗାଇଡାନ୍ସ ରେ ରହିବି। हरे कृष्ण। धन्यवाद प्रभु जी। नेक्स्ट कार कौन ଅଛି? ହଁ, ଜୟପ୍ରକାଶ ପ୍ରଭୁ ନେକ୍ସଟ କାର ଅଛି? ପ୍ରଭୁ ସଇଲା, ଆଜି ପାଇଁ ସଇଲା ପ୍ରଭୁଜୀ। ମୋଟେ 3 ଜଣ? ପ୍ରଭୁଜୀ 4 ଜଣ ବା। ଓମ୍ ପ୍ରଭୁଜୀ କହିଲେ, ତାପରେ ଈଶ୍ୱର ପ୍ରଭୁଜୀ, ତାପରେ ଲୋଟସ୍ ପ୍ରଭୁଜୀ କହିଲେ, ଆଉ ତାପରେ ମୁଁ। ଆଚ୍ଛା ହଉ ତାହେଲେ ଶେଷ କର। ପ୍ରଭୁପାଦ କୁହନ୍ତି ମାୟାପୁର ଇଜ ଦ ସେଣ୍ଟର ଅଫ ଦ ହୋଲ କ୍ରିଏସନ। ପ୍ରଭୁପାଦ ଆମେରିକାରେ ଥିଲେ। ପ୍ରଭୁପାଦ ଯେତେବେଳେ ସେଠି ଯାଇ କହୁଛି, ପ୍ରଭୁପାଦ କଣ କହୁଥିଲେ କି ମତେ କୋଉ ଗୋଟେ କଣରେ, ଦୁନିଆର ଗୋଟେ କଣରେ ନେଇକି ପକେଇ ଦେଇଛନ୍ତି। ପ୍ରଭୁପାଦ ଯେତେବେଳେ ମାୟାପୁର ଆସିଲେ, ପ୍ରଭୁପାଦ କହିଲେ ନାଓ ଆଇ ଆମ୍ ଇନ୍ ଦ ସେଣ୍ଟର ଅଫ ଦ ହୋଲ କ୍ରିଏସନ। ମାୟାପୁର ଧାମର ପ୍ରବେଶ କରିବାର ଆମର ଯିବା ଯୋଗ୍ୟତା ନାହିଁ, କିନ୍ତୁ ଅଦାରେ ଧାମ ମାୟାପୁର ଧାମ ବାସ କରିବା ବହୁତ ସୌଭାଗ୍ୟର କଥା। ପରେ ଅଲଗା ସବୁ ଧାମରେ 10,000 ବର୍ଷ ବାସ କରିବା, ଯାହା ମାୟାପୁରରେ ଗୋଟିଏ ରାତ୍ରି ବାସ କରିବା ସେଇଆ। ତେଣୁ ଧାମର ବିଶେଷ ମହିମା ଅଛି। ଭକ୍ତ ମାନଙ୍କର ଅନୁଭବ, ଚୈତନ୍ୟ ମହାପ୍ରଭୁଙ୍କର ବୈଷ୍ଣବ ଧାରା ଅଛି। ସେ ଧାରାରେ ଭକ୍ତ ମାନଙ୍କର ଅନୁଭବ ପ୍ରବାହିତ ହଉଛି। ତ ଆହୁରି ଅନୁଭବରେ ଆମେ କ୍ରୋନୋଲୋଜି କହିବା ଠିକ, କିନ୍ତୁ ବିଶେଷ ଚମତ୍କାର ଆଶ୍ଚର୍ଯ୍ୟ ଯାହା ଆମ ହୃଦୟକୁ ସ୍ପର୍ଶ କରିଛି, ଯାହା ଆମର ଆଗାମୀ ଭକ୍ତି ଜୀବନକୁ ବିଶେଷ ପ୍ରଭାବିତ କରୁଛି, ତ ତାହା ନିଶ୍ଚୟ ଭାବରେ ଉଲ୍ଲେଖ କରିବା ଜରୁରୀ। ନଚେତ ଆମେ ଧାମରେ ଧାମୀ ଚୈତନ୍ୟ ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ ତାଙ୍କର ଅନୁଗତ ହେଲେ ଧୀରେ ଧୀରେ ଆମେ ଏଇ ମନୋଭାବ ବୁଝିପାରିବା। ଦେଖିବା ଆଗକୁ ଭକ୍ତ ମାନେ ବି ସୁନ୍ଦର ଭାବରେ କହିବେ। ଆମେ ଶ୍ରବଣ କରିବା ବି ବହୁତ ଛୋଟ କଥା ନୁହେଁ। ଆମକୁ କେବଳ ଭଲ ଭଲ କଥା ଶୁଣନ୍ତି, କିନ୍ତୁ ନିଶ୍ଚୟ ଭାବରେ ଯୋଉମାନେ ଧାମରୁ ଆସିଛନ୍ତି ତାଙ୍କ ଭିତରେ ଧାମର ବାୟୁ, ଜଳ, ଆକାଶ, ଅଗ୍ନି, ପଞ୍ଚତତ୍ଵ ଶୁଦ୍ଧ ଇଏ ପଞ୍ଚତତ୍ଵ ଚୈତନ୍ୟ ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତ ଆଚାର୍ଯ୍ୟ ଗଦାଧର ପଣ୍ଡିତ ଠାକୁର, ତାଙ୍କର ଭାବ ପ୍ରକାଶ, ଭାବ ପ୍ରବାହିତ ହଉଛି, ତ ନିଶ୍ଚୟ ଭାବରେ ଶ୍ରବଣ କରିବା ଦରକାର। ଠିକ ଅଛି, ଠିକ ଅଛି, ଆଜିର ସେସନକୁ ଆମେ ଏଇଠି ବିରାମ ଦବା। କାଲି ପୁଣି ଶ୍ରବଣ କରିବା ଆଉ କିଛି ନୂଆ ବର୍ତ୍ତମାନ କଥା। ବୋଧହୁଏ କାଲି ଯୋଉମାନେ କହିବେ ସେମାନେ ଆଗରୁ ଯାଇଥିଲେ, ଏଥର ନୂଆ କଣ ଅନୁଭବ ସାଉଁଟିଛନ୍ତି ଦେଖିବେ। ଠିକ ଅଛି, हरे कृष्णा। श्रील प्रभुपाद की जय, अनंत कोटि वैष्णव वृंद की जय, मायापुर धाम की जय, जगत गुरु श्रील प्रभुपाद की जय, समवेत गौर भक्त वृंद की जय, गौर प्रभात। हरे हरे।